गुरुर्विष्णु गुरुदेव महेश्वर गुरुरेव परब्रह्म तस्मै श्री गुरवे नमः। अखण्डमण्डलाकारं वादं नष्टं तस्मै श्रीगुरवे नमः। चिद्रूपेण पर्याप्तं त्रैलोक्यं सचराचरं तद्वादं नष्टं येन तस्मै श्रीगुरवे नमः। नाङ्गुरिरधिकं तत्त्वो नाङ्गुरिरधिकं तपः तत्त्वज्ञानात् परं नास्ति तस्मै श्रीगुरवे नमः। मन्नाथ जगन्नाथ मधुरु श्रीरातगुरु मदात्मा सर्वभूतात्मा तस्मै श्री गुरवे नमः। गुरुराजराजेश गुरु परम दैवतं गुरु परतरं नास्ति तस्मै श्री गुरवे नमः। ब्रह्मानंद परम सुखदं केवलं ज्ञानबुद्धिं द्वन्द्वातीतं गगनसदृशं तत्त्वं सादिलक्ष्यम् एतनितं विमलतां सर्वोऽधिसखियुतं भावातीतं त्रिगुणरहितं सद्गुरुं नमामि सद्गुरुं नमामि सद्गुरुं नमामि। जय गुरु जय गुरु। संकल्पन कलम श्रद्धा प्रभामयी माँ श्रीमती प्रभामयी दास और सदगुरु वंदना कलम स्वामी विक्रम भाई सिद्ध विक्रम प्रसाद दास उभयंकर परिवार समस्त सार्विक मंगल पाई ठाकुर को आशीष जन प्रार्थना। जय गुरु। बर्तमान आम समय धरी 2 मिनट नाम जप करवा और नाम समय आरंभ होगा। जय गुरु समस्त जय गुरु। बर्तमान सत्यानुष्ठान ग्रंथ पाठ करेंगे अनुष्ठान स्वदेश दास स्वदेश कुमार बेहरा सत्यानुष्ठान ग्रंथ पाठ करेंगे। दादा जय गुरु। जय गुरु। परम प्रेममय श्री श्री ठाकुर अनुकूल चंद्रंकर श्रीहस्त लिखित पवित्र सत्यानुसरण ग्रंथर ओडिया अनुवाद पाठ अर्थ मान जस इत्यादि पाइबा आशारे मत ठाकुर सजाई भक्त हो नहीं सावधान हो ठकीज तुमर ठाकुर तो जाग्रत नहले कहीं तुम केन्द्र भी नुहति
ଠାକୁର ବି ନୁହନ୍ତି, ଫାଙ୍କି ଦେଲେ ତାହା ହିଁ ପାଇବ। ସତ୍ୟାନୁସରଣ ଅନ୍ଧ ହେବା ଦୁର୍ଭାଗ୍ୟ ସତ, କିନ୍ତୁ ଯଷ୍ଟିଚ୍ୟୁତ ହେବା ଆହୁରି ଦୁର୍ଭାଗ୍ୟ। କାରଣ ଯଷ୍ଟି ହିଁ ଅନେକାଂଶରେ ଚକ୍ଷୁର କାର୍ଯ୍ୟ କରେ। ସ୍କୁଲକୁ ଗଲେ ହିଁ ତାକୁ ଛାତ୍ର କୁହାଯାଏ ନାହିଁ, ଆଉ ମନ୍ତ୍ର ନେଲେ ହିଁ ତାକୁ ଶିଷ୍ୟ କୁହାଯାଏ। ହୃଦୟଟିକୁ ଶିକ୍ଷକ ବା ଗୁରୁଙ୍କ ଆଦେଶ ପାଳନ ନିମିତ୍ତ ସର୍ବଦା ଉନ୍ମୁକ୍ତ ରଖିବାକୁ ହୁଏ। ଅନ୍ତରରେ ସ୍ଥିର ବିଶ୍ୱାସ ଆବଶ୍ୟକ। ସେ ଯାହା କହିଦେବେ ତାହା ହିଁ କରିବାକୁ ହେବ, ବିନା ଆପତ୍ତିରେ, ବିନା ଓଜରରେ, ବରଂ ପରମ ଆନନ୍ଦରେ। ଯେଉଁ ଛାତ୍ର ବା ଶିଷ୍ୟ ପ୍ରାଣପଣେ ଆନନ୍ଦର ସହିତ ଗୁରୁଙ୍କ ଆଦେଶ ପାଳନ କରିଛି, ସେ କଦାପି ବିଫଳ ହୋଇନାହିଁ। ଶିଷ୍ୟର କର୍ତ୍ତବ୍ୟ ପ୍ରାଣପଣେ ଗୁରୁଙ୍କ ଆଦେଶ କାର୍ଯ୍ୟରେ ପରିଣତ କରିବା। ଗୁରୁଙ୍କୁ ଲକ୍ଷ୍ୟ କରି ଯେତେବେଳେ ଦେଖିବ ଗୁରୁଙ୍କ ଆଦେଶରେ ଶିଷ୍ୟର ଆନନ୍ଦ ହେଉଛି, ମୁଖ ପ୍ରଫୁଲ୍ଲିତ ହୋଇ ଉଠିଛି, ସେତେବେଳେ ବୁଝିବ ଯେ ତାର ହୃଦୟରେ ଶକ୍ତି ଆସିଛି। ଜୟ ଗୁରୁ, ଜୟ ଗୁରୁ। ଜୟ ଜୟ ଗୁରୁ। ସତ୍ୟାନୁସରଣ ଗ୍ରନ୍ଥ ପାଠ କଲେ ଆମର ସାମାନ୍ୟ ସଦସ୍ୟ ସିଦ୍ଧ ସଦସ୍ୟ କୁମାର ବେହେରା ତାଙ୍କ ପରିବାର ସମସ୍ତଙ୍କର ଶାରୀରିକ ମଙ୍ଗଳ ପାଇଁ ଠାକୁରଙ୍କ ଶ୍ରୀଚରଣ ପ୍ରାର୍ଥନା। ଜୟ ଗୁରୁ। ବର୍ତ୍ତମାନ ନାରୀନୀତି ଗ୍ରନ୍ଥ ପାଠ କରିବେ ଆମ ସଦ୍ୟ ଉତ୍କଳିକା ମା ଶ୍ରୀମତୀ ଉତ୍କଳିକା ସେଠୀ ନାରୀନୀତି ଗ୍ରନ୍ଥ ପାଠ କରିବେ। ଜୟ ଗୁରୁ ଦାଦା। ଜୟ ଗୁରୁ, ଜୟ ଗୁରୁ। ନାରୀନୀତି। ଝିଅ ମୋର, ତୁମର ସେବା, ତୁମର ଚାଲିବା, ତୁମର ଚିନ୍ତା, ତୁମର କହିବା ପୁରୁଷ ଜନସାଧାରଣଙ୍କ ଭିତରେ ଯେପରି ଏପରି ଗୋଟେ ଭାବର ସୃଷ୍ଟି କରେ, ଯେଉଁଥିରେ ସେମାନେ ଅବନତ ମସ୍ତକରେ ନତଜାନୁ ହୋଇ ସସମ୍ଭ୍ରମୀ ଭକ୍ତି ଗଦଗଦ କଣ୍ଠରେ ମା ମୋର, ଜନନୀ ମୋର କହି ମୁଗ୍ଧ ହୁଅନ୍ତି, ବୁଦ୍ଧ ହୁଅନ୍ତି, ତୃପ୍ତ ହୁଅନ୍ତି, କୃତାର୍ଥ ହୁଅନ୍ତି, ତେବେ ହିଁ ତୁମେ ନାରୀ, ତେବେ ହିଁ ତୁମେ ସତୀ। ଉନ୍ନତିର ପଥରେ ତୁମେ ଯଦି ଭଲ ହିଁ ରହିବାକୁ ଚାହ, ଜ୍ଞାନ, ଶାନ୍ତି ଓ ସମ୍ମାନରେ ଯଦି ତୁମର ଜୀବନକୁ ଉନ୍ନତି ପଥରେ ଅତିବାହିତ କରିବାକୁ ଚାହ, ତେବେ ତୁମେ ତୁମର ପୁରୁଷଙ୍କ ନିକଟରେ ଏପରି ଭାବରେ ଶ୍ରୀ, ବାକ୍, ଚରିତ୍ର ଓ ସେବା ନେଇ ଉପସ୍ଥିତ ହୁଅ, ଯେଉଁଥିରେ ସେ ଜୀବନ ଯଶ ବୃଦ୍ଧିରେ ଉନ୍ନତ ଓ ଅତୁଟ ହୁଅନ୍ତି। ବାଣୀ ସଂଖ୍ୟା 124। ଜୟ ଗୁରୁ ଦାଦା। ଜୟ ଗୁରୁ। ନାରୀନୀତି ଗ୍ରନ୍ଥ ପାଠ କଲେ ଆମ ସଦ୍ୟ ଉତ୍କଳିକା ମା ଶ୍ରୀମତୀ ଉତ୍କଳିକା ସେଠୀ ତାଙ୍କ ପରିବାର ସମସ୍ତଙ୍କର ଶାରୀରିକ ମଙ୍ଗଳ ପାଇଁ ଠାକୁରଙ୍କ ଶ୍ରୀଚରଣ ପ୍ରାର୍ଥନା। ଜୟ ଗୁରୁ। ବର୍ତ୍ତମାନ ସ୍ୱାସ୍ଥ୍ୟ ସଦାଚାର ସୂତ୍ର ଗ୍ରନ୍ଥ ପାଠ କରିବେ ଆମ ସଦ୍ୟ କୃଷ୍ଣ ଭାଇ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ସାହୁ ସ୍ୱାସ୍ଥ୍ୟ ସଦାଚାର ସୂତ୍ର ଗ୍ରନ୍ଥ ପାଠ କରିବେ। ଆଉ ଥରେ ଅନୁରୋଧ କରୁଛି, ବର୍ତ୍ତମାନ ସ୍ୱାସ୍ଥ୍ୟ ସଦାଚାର ସୂତ୍ର ଗ୍ରନ୍ଥ ପାଠ କରିବେ ସଦ୍ୟ କୃଷ୍ଣ ଭାଇ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ସାହୁ ସ୍ୱାସ୍ଥ୍ୟ ସଦାଚାର ସୂତ୍ର ଗ୍ରନ୍ଥ ପାଠ କରିବେ। ଆଉ ଥରେ ଅନୁରୋଧ କରୁଛି, ବର୍ତ୍ତମାନ ସ୍ୱାସ୍ଥ୍ୟ ସଦାଚାର ସୂତ୍ର ଗ୍ରନ୍ଥ ପାଠ କରିବେ ଆମ ସଦ୍ୟ କୃଷ୍ଣ ଭାଇ। ଜୟ ଗୁରୁ। ଆପଣଙ୍କ ବି ନେଟ୍ ପାଉନି, କୃଷ୍ଣ ଆପଣଙ୍କ ନେଟ୍ କଟି ଯାଉଛି। ଚନ୍ଦ୍ର ସାହୁ ସ୍ୱାସ୍ଥ୍ୟ ସଦାଚାର ସୂତ୍ର ଗ୍ରନ୍ଥ। ଯେ ଭାଇ ଆପଣଙ୍କର ନେଟ୍ ପାଉନି, କଟି ଯାଉଛି, ମଧ୍ୟ କିଛି ସମସ୍ୟା ଅଛି। କିଛି ଶୁଭିଲାନି। ଆମର ଅନିଲ ଭାଇ ଶ୍ରୀଯୁକ୍ତ ଅନିଲ କୁମାର ଦାସ ସ୍ୱାସ୍ଥ୍ୟ ସଦାଚାର ସୂତ୍ର ଗ୍ରନ୍ଥ ପାଠ।
ଶୁଭୁନି? ମୁଁ ନିଜେ ସ୍ୱାସ୍ଥ୍ୟ ସଦାଚାର ସୂତ୍ର ଗ୍ରନ୍ଥ ପାଠ କରୁଛି। ତୁମର ଚିନ୍ତା ଚଳନ କର୍ମ ଯେପରି ଆହାର୍ଯ୍ୟ ମଧ୍ୟ ତଦନୁପାତିକ ହେବା ଉଚିତ। ବେଶୀ ହେଲେ ପ୍ରକୃତି ହିଁ ତାକୁ ନାନା କାଇଦାରେ ବାହାର କରିଦେବାକୁ ଚାହିଁବ। ତାହା ହିଁ ରୋଗ, ଯାହା ହେତୁ ଖାଦ୍ୟ ବେଶୀ ହେବା ଅପେକ୍ଷା ବରଂ ଟିକିଏ କମ୍ ହେଲେ ବି କ୍ଷତି ନାହିଁ। କଥାରେ କହନ୍ତି ଗୁଣା ଭାତରେ ଦ୍ୱିଗୁଣା ବଳ। ପୁଣି ବେଶୀ କମ୍ ହେଲେ ମଧ୍ୟ ଶରୀର ସହଜପଟୁ ହୋଇପାରେ ନା। ଆଉ ଏହା ହେଉଛି ଖାଦ୍ୟର ଅପ୍ରାଚୁର୍ଯ୍ୟ। ଏହି ଅପ୍ରାଚୁର୍ଯ୍ୟ ହେତୁ ଶରୀର କ୍ରମଶଃ ଦୁର୍ବଳ ହେବ, ନିରୋଧ କ୍ଷମତା ହରାଇବ ଓ ରୁଗ୍ଣ ହେଉଥିବ। ତେଣୁ ବିହିତ ଖାଦ୍ୟ ସମସ୍ତଙ୍କର ପ୍ରୟୋଜନ। ଚିନ୍ତା ଚଳନ ଓ କର୍ମ ଅନୁପାତିକ। ଆହାର ଶୁଦ୍ଧ ହଉ, ସତ୍ୱ ଶୁଦ୍ଧି। ବାଡ଼ି ନମ୍ବର 71। ଜୟଗୁରୁ ସମସ୍ତଙ୍କୁ ଜୟଗୁରୁ। ବର୍ତ୍ତମାନ ଆମେ ଭଜନ ଆରମ୍ଭ କରିବା। ଆଉ ପ୍ରଥମ ଭଜନ ପରିବେଷଣ କରିବେ ଆମର ଶ୍ରଦ୍ଧ ବିକ୍ରମ ଭାଇ, ଶ୍ରୀତ ବିକ୍ରମ କିଶୋର ଦାସ। ଦ୍ୱିତୀୟ ଭଜନ ପରିବେଷଣ କରିବେ ଆମର ଶ୍ରଦ୍ଧ ସୁକାନ୍ତ ଭାଇ, ଠାକୁରଙ୍କର ପବିତ୍ର ପାଞ୍ଜାଧରୀ କର୍ମୀ ଶ୍ରୀତ ସୁକାନ୍ତ ଚରଣ ସେଠୀ। ଆଉ ତୃତୀୟ ଭଜନ ପରିବେଷଣ କରିବେ ଆମ ଶ୍ରଦ୍ଧା ମିନୁମା, ଶ୍ରୀମତୀ ପ୍ରଜ୍ଞା ପରିମିତା ପରିଡ଼ା। ଚତୁର୍ଥ ଭଜନ ପରିବେଷଣ କରିବେ ଆମ ଶ୍ରଦ୍ଧା ବୀଣାପାଣି ମା, ଶ୍ରୀମତୀ ବୀଣାପାଣି ସାହୁ। ଆଉ ପଞ୍ଚମ ଭଜନ ପରିବେଷଣ କରିବେ ଆମ ଶ୍ରଦ୍ଧା ରଶ୍ମିତା ମା, ଶ୍ରୀମତୀ ରଶ୍ମିତା ଭଞ୍ଜ। ବର୍ତ୍ତମାନ ଅନୁରୋଧ କରୁଛି ଆମର ବିଷ୍ଟ କଣ୍ଠଶିଳ୍ପୀ ଆମର ସମ୍ମାନୀୟ ବିକ୍ରମ ଭାଇ, ଶ୍ରୀତ ବିକ୍ରମ କିଶୋର ଦାସ ପ୍ରଥମ ଭଜନ ପରିବେଷଣ କରିବେ। ଦାଦା ଜୟଗୁରୁ। ସମସ୍ତଙ୍କୁ ମୋର ପ୍ରୀତିପୂର୍ଣ୍ଣ ଜୟଗୁରୁ। এক্ষুনি সে বৃন্দাবনে বাঁশি বাজে রে, এক্ষুনি সে বৃন্দাবনে বাঁশি বাজে রে। বাঁশি শুনে মনে গুনে, বাঁশি শুনে মনে গুনে ময়ূর নাচে রে, এক্ষুনি সে বৃন্দাবনে বাঁশি বাজে রে, এক্ষুনি সে বৃন্দাবনে বাঁশি বাজে রে। বাঁশি শুনে মনে গুনে, বাঁশি শুনে মনে গুনে ময়ূর নাচে রে, এক্ষুনি সে বৃন্দাবনে বাঁশি বাজে রে, এক্ষুনি সে বৃন্দাবনে বাঁশি বাজে রে। রাম 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 হরে হরে, হরে কৃষ্ণ 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 হরে হরে, হরে রাম 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 হরে হরে।
সুরে পালিনি অষ্ট সখীর তীর মনে অষ্ট সখীর তীর মনে সব সাদের নিচে বৃন্দাবনে বাসিবা Krishna Krishna Hare 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 Rama 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 Hare Hare গাভী গুলি গোচরণ ছড়ায় ধুলি একুনিতে গাভী গুলি গোচরণ ছড়ায় ধুলি সখার সনে কোলা কলি সখার সনে কোলা কলি রাখার রাজা রে নিতে বৃন্দাবনে বাসিবাদে নিতে বৃন্দাবনে বাসিবাদে হরে কৃষ্ণ 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 হরে 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 রাম 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 হরে হরে দেখো নিচে নীল যমুনায় চলো আনিতে যায় ললনায় দেখো নিচে নীল যমুনায় চলো আনিতে যায় ললনায় দেখো নিচে নীল যমুনায় চলো আনিতে যায় ললনায় কৃষ্ণ আছে সেই ললনায় কৃষ্ণ আছে সেই ললনায় কদম তলে দেখো নিতে বৃন্দাবনে বাসিবাদে দেখো নিতে বৃন্দাবনে বাসিবাদে হরে কৃষ্ণ 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 হরে 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 রাম 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 হরে হরে আশা ছিল মনে মনে যাব আমি বৃন্দাবনে আশা ছিল মনে মনে যাব আমি বৃন্দাবনে আশা ছিল মনে মনে যাব আমি বৃন্দাবনে হব পাগলার হিরধনে হব পাগলার জীবনে পাগল কাছে নিতে বৃন্দাবনে বাসিবাদে নিতে বৃন্দাবনে বাসিবাদে বাঁশি শুনে মনে গুনে বাঁশি শুনে মনে গুনে হইল নাচে নিতে বৃন্দাবনে বাঁশি বাজে
কৃষ্ণ হরে 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 রাম 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 হরে 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 রাম 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 হরে 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 রাম 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 হরে হরে। জয় গুরু দাদা। জয় গুরু দাদা। জয় গুরু দাদা। জয় গুরু আসবে আসবে। জয় গুরু। খুব সুন্দর ভাবে আমার বিশ্ব কণ্ঠশিল্পী আমার ସ୍ଥାନୀୟ ବିକ୍ରମ ଭାଇ ସହିତ ବିକ୍ରମ କୃଷ୍ଣ ଦାସ খুব সুন্দর ভাবে এই ভজন পরিবেশন কলে ତାଙ୍କର ତାଙ୍କ ପରିବାର ସମସ୍ତଙ୍କର ସାର୍ବିକ ମଙ୍ଗଳ ପାଇଁ ଠାକୁରଙ୍କ ଅଶେଷ ପ୍ରାର୍ଥନା। ଜୟ ଗୁରୁ ଜୟ ଗୁରୁ। ବର୍ତ୍ତମାନ ପରବର୍ତ୍ତୀ ଭଜନ ପରିବେଷଣ କରିବେ ଆମର ଅନ୍ୟତମ ବିଷ୍ଣୁ କଣ୍ଠଶିଳ୍ପୀ ଆମର ସ୍ୱାମୀ ସୁକାନ୍ତ ଭାଇ। ଶ୍ରୀଯୁକ୍ତ ସୁକାନ୍ତ ସେଠୀ ଠାକୁରଙ୍କର ପବିତ୍ର ପାଞ୍ଜାବୀ କର୍ମୀ ଶ୍ରୀଯୁକ୍ତ ସୁକାନ୍ତ ସେଠୀ ପରବର୍ତ୍ତୀ ଭଜନ ପରିବେଷଣ କରିବେ। ଜୟ ଗୁରୁ। তুমি যে আমার প্রেমের ঠাকুর, তুমি যে আমার প্রাণ, তুমি যে আমার প্রেমের ঠাকুর, তুমি যে আমার প্রাণ, তুমি যে আমার প্রেমের ঠাকুর, তুমি যে আমার প্রাণ, তুমি যে আমার হৃদয় দেবতা, তুমি যে আমার হৃদয় দেবতা, জাগ্রত ভগবান, তুমি যে আমার প্রাণ ঠাকুর, তুমি যে আমার প্রাণ, তুমি যে আমার প্রেমের ঠাকুর, তুমি যে আমার প্রাণ। তুমি যে আবার করুণা ধারা, পথহারা রাতে তুমি ধ্রুব তারা, তুমি যে আমার করুণা ধারা, পথহারা রাতে তুমি ধ্রুব তারা, আপনার আপনি তুমি, আপনার আপনি তুমি, মমতা মহিয়া, তুমি যে আমার প্রাণ ঠাকুর, তুমি যে আমার প্রাণ।
কেউ বলে তুমি দিনের দরদে, কেউ বলে দয়াময়। জানাও যাহারে সে শুধু জানে, কিবা তোমার পরিচয়, কিবা তোমার পরিচয়। তুমি যে আবার বিশ্বধাতা, তুমি যে আবার বিশ্বধাতা, তুমি যে আবার বিশ্বধাতা। সৃজন পালন চল সঙ্গ বিধাতা, তুমি যে আবার বিশ্বধাতা। সৃজন পালন চল সঙ্গ বিধাতা। জন্ম মরণ সুখদাতা, জন্ম মরণ সুখদাতা। সকলে তব বিধান, তুমি যে আমার প্রাণ ঠাকুর, তুমি যে আমার প্রাণ। তুমি যে আমার প্রেমের ঠাকুর, তুমি যে আমার প্রাণ। তুমি যে আমার হৃদয় দেবতা, তুমি যে আমার হৃদয় দেবতা। জাগ্রত ভগবান, তুমি যে আমার প্রাণ ঠাকুর, তুমি যে আমার প্রাণ। তুমি যে আমার প্রাণ, তুমি যে আমার প্রাণ। জয় জয়। খুব সুন্দর ভাବରେ ଆମର ବିଷ୍ଟ କଣ୍ଠଶିଳ୍ପୀ ଆମର ସମ୍ମାନୀୟ ସୁକାନ୍ତ ଭାଇ, ତାଙ୍କର ପବିତ୍ର ସୁକାନ୍ତ ଚରଣ ସେଠୀ খুব ସୁନ୍ଦର ପରିବାର ସମସ୍ତଙ୍କ ମଙ୍ଗଳ ପାଇଁ ଠାକୁରଙ୍କ ଅସ୍ତିଚରଣ ପ୍ରାର୍ଥନା। ମୋର ବିଶେଷ ପ୍ରାର୍ଥନା ବର୍ତ୍ତମାନ ଭାଇ, ଆଜ୍ଞା ଜୟ ଗୁରୁଦେବ। ଜୟ ଗୁରୁ। ମୋର ବିଶେଷ ପ୍ରାର୍ଥନା ପୂଜ୍ୟ ବହୁତ ସୁନ୍ଦର ଲାଗିଲା, ବହୁତ ଭଲ ଲାଗିଲା। ଆଜ୍ଞା ଆଜ୍ଞା ଜୟ ଗୁରୁଦେବ। ପୂଜ୍ୟ ପ୍ରଭାତ ତାଙ୍କର କମେଣ୍ଟ ଦେଇଛନ୍ତି, ତାଙ୍କର ମଧ୍ୟ ସୁସ୍ଥ ସୁଦୀର୍ଘ ନିରାମ ଜୀବନ ପାଇଁ ଆମେ ଠାକୁରଙ୍କ ସେଇ ଜଣେ ପ୍ରାର୍ଥନା ଜଣାଇବା। ଜୟ ଗୁରୁଦେବ ଜୟ ଗୁରୁ। ଜୟ ଗୁରୁ। ବର୍ତ୍ତମାନ ପରବର୍ତ୍ତୀ ଭଜନ ପରିବେଷଣ କରିବେ ଆମର କଣ୍ଠଶିଳ୍ପୀ ଆମର ସାଥୀ ଆମିନ ଉମାଦ, ପରିମିତା ପରିଡ଼ା ପରବର୍ତ୍ତୀ ଭଜନ ପରିବେଷଣ କରିବେ। ଜୟ ଗୁରୁଦେବ। ସମସ୍ତଙ୍କୁ ଆନ୍ତରିକ ସ୍ୱାଗତ ଜଣାଉଛି। ଜୟ ଗୁରୁ। दीन दयाल ठाकुर सदा दयाल मेरे, प्रिय परम गुरु परम माता मेरे। दीन दयाल ठाकुर दाता दयाल मेरे, प्रिय परम गुरु परम आधार मेरे। दीन दयाल ठाकुर दाता दयाल मेरे, प्रिय परम गुरु परम आधार मेरे। मालिक शरण में तेरे सारन पीरन भी आए, मालिक शरण में तेरे सारन पीरन भी आए। जीवन पथ पर केवल सेवक मुझको बनाए, जीवन पथ पर केवल
सेवक मुझको बनाए। इष्ट सेवा इष्ट कर्म सत्य धर्माधार मेरे। इष्ट कर्म इष्ट सेवा सत्य धर्माधार मेरे। दीन दयाल ठाकुरदाता दयाल मेरे। प्रिय परम गुरु परम आधार मेरे। दीन दयाल ठाकुरदाता दयाल मेरे। प्रिय परम गुरु परम आधार मेरे। दीना दीना दास तेरा भक्ति निसावड़ा। दीना दीना दास तेरा भक्ति निसावड़ा। सदगुरु तुम हो समर्थ। सदगुरु तुम हो समर्थ। प्राणन शक्ति जगा। पुरन पुरुष दर्द जान मूर्ता विचार मेरे। पुरन पुरुष दर्द जान मूर्ता विचार मेरे। दीन दयाल ठाकुरदाता दयाल मेरे। प्रिय परम गुरु परम आधार मेरे। पुरुषोत्तम जीवन नाथ परम प्रेमी सुभवर के। पुरुषोत्तम जीवन नाथ परम प्रेमी सुभवर से। शासन के विधि विधान। शासन के विधि विधान। परम दयाल सफदर के। ईश्वर प्रतीक करो प्रीति मुखर प्राणाधार। ईश्वर प्रतीक गुरु प्रीति मुखर प्राणाधार। दीन दयाल ठाकुरदाता दयाल मेरे। प्रिय परम गुरु परम आधार मेरे। दीन दयाल ठाकुरदाता दयाल मेरे। प्रिय परम गुरु परम आधार मेरे। मालिक शरण दे तारन पीरन भी आए। मालिक शरण दे तारन पीरन भी आए। जीवन पथ बर केवल सेवक मुझको बनाए। जीवन पथ पर केवल सेवक मुझको बनाए। इष्ट सेवा इष्ट कर्म सत्य धर्माधार मेरे। इष्ट कर्म इष्ट सेवा सत्य धर्माधार मेरे। दीन दयाल ठाकुरदाता दयाल मेरे। प्रिय परम गुरु परम आधार मेरे। दीन दयाल ठाकुरदाता दयाल मेरे। प्रिय परम गुरु परम आधार मेरे। दीन दयाल ठाकुरदाता दयाल मेरे। प्रिय परम गुरु परम आधार मेरे। परम आधार मेरे। परम आधार मेरे। जय गुरु दादा जय। जय गुरु। खूब सुंदर सुमधुर कंठरे आमर विष्णु कंठशिल्पी आम श्रद्धा मीनू मास श्रीमती प्रज्ञा परिणीता परिड़ा खूब सुंदर परस्पर कले समस्त मंगल ठाकुर बर्तमान भजन वीणापाणी माँ श्रीमती वीणापाणी भजन परिवेशन।
ଜୟ ଗୁରୁ ଦାଦା। ଜୟ ଗୁରୁ। ସତ୍ସଙ୍ଗରେ ଉପସ୍ଥିତ ସମସ୍ତଙ୍କୁ ମୋର ଆନନ୍ଦିତ ଜୟ। केउ सुख मागिबी प्रभु तुम संग सुख बिना केउ सुख मागिबी प्रभु तुम संग सुख बिना तुमे ना हो देऊ सुख संभोग रे तुमे ना हो देऊ सुख संभोग रे महाकाल फल सीना केउ सुख मागिबी प्रभु तुम संग सुख बिना केउ सुख मागिबी प्रभु तुम संग सुख बिना जीवन सीना केउ सुख मागिबी प्रभु तुम संग सुख बिना केउ सुख मागिबी प्रभु तुम संग सुख बिना मागिबिनी प्रभु କିଛି ମୁଁ ତୁମକୁ ମାଗିବାର ଜଣା ନାହିଁ କେତେ ଯେ ମାଗିବା ଅଛି ଜୀବନରେ ମାଗିଲେ ସରିବ ଯା ପାଇଲେ ଆଉ ପାଇବାର ହେଲା
मागिबी प्रभु तुम संग सुख बिना तेणु मते प्रभु शून्य करी दिया तेणु मते प्रभु पाइली तुम खुशीना तेहु सुख मागिबी प्रभु है तुम संग सुख बिना केहू सुख मागिबी प्रभु है तुम संग सुख बिना। जय गुरु दादा। जय गुरु। जय गुरु दादा। बहुत सुंदर सुमधुर कंठरे आम विष्ट कंठशिल्पी आम श्रद्धा बीणा पाणीमा श्रीमती बीणा पाणी साहू खूब सुंदर भजन परिवेशन कले परिवार समस्त सार्विक मंगल पाई ठाकुर श्री चरण प्रार्थना। जय गुरु। जय गुरु दादा। जय गुरु। वर्तमान परवर्ती भजन परिवेशन करेंगे आम अन्यतम विष्णु कंठशिल्पी आम श्रद्धा रश्मिता माँ श्रीमती रश्मिता भंज परवर्ती भजन परिवेशन करें। जय गुरु दादा। जय गुरु माता। नहीं अभियोग नहीं अभिमान रख खाली तुम पाखरे मते रखबा न रख सुखरे मते रख तुम पाद पाखरे नहीं अभियोग नहीं अभिमान नहीं अभियोग नहीं अभिमान रख खाली तुम पाखरे मते रखबा न रख सुखरे मते रख तुम पाद पाखरे मते रखबा न रख सुखरे मते रख तुम पाद पाखरे सकाळरू संज संजरू सकाळ तुम नाम गाउथिबी द्वार द्वार बोली तुम्हारी महिमा काने काने कहूथिबी सकाळरू संज संजरू सकाळ तुम नाम गाउथिबी द्वार द्वार बोली तुम्हारी महिमा काने काने कहूथिबी आहे परमा दरदी ठाकुरे आहे परमा दरदी ठाकुरे कृपा कर दिन किंकरे मते रखबा न रख सुखरे मते रख तुम पाद पाखरे मते रखबा न रख सुखरे मते रख तुम पाद पाखरे केते आसुथिबे केते जाउथिबे भक्त मंडली नीति
पासे रही सबु लीला देखुथिबी नयन लभिब तृप्ति केते आसुथिबे केते जाउथिबे भक्त मंडली नीति पासे रही सबु लीला देखुथिबी नयन लभिब तृप्ति तुम नाम गाउथिबी मुखरे तुम नाम गाउथिबी मुखरे लोटी जाउथिबी भक्ति पंकरे मते रखबा न रख सुखरे मते रख तुम पाद पाखरे मते रखबा न रख सुखरे मते रख तुम पाद पाखरे सत्य सनातन हे चिर चेतन परम ब्रह्म परात्पर तब श्री पयरे स्थान पाई धन्य होइछि जीवन मोर सत्य सनातन हे चिर चेतन परम ब्रह्म परात्पर तब श्री पयरे स्थान पाई धन्य होइछि जीवन मोर क्षुद्र नरम ए धरा बक्षरे आदि क्षुद्र नरम ए धरा बक्षरे आदि पहुँची पारिछि लक्ष्ୟରେ मते रखबा न रख सुखरे मते रख तुम पाद पाखरे मते रखबा न रख सुखरे मते रख तुम पाद पाखरे नहीं अभियोग नहीं अभिमान नहीं अभियोग नहीं अभिमान रख खाली तुम पाखरे मते रखबा न रख सुखरे मते रख तुम पाद पाखरे मते रखबा न रख सुखरे मते रख तुम पाद पाखरे। जय गुरुदेव। जय गुरु। वर्तमान कीर्तन परिवेश आज्ञा बहुत सुंदर लगिला आज्ञा आज्ञा जय गुरु आज्ञा जय गुरु जय गुरु जजଙ୍କ ରାୟ ପୁରାପୁରି ସଠିକ। दादा जय गुरु जय गुरु। जय जय गुरु। सत्संग परिचालक महोदय रीति देवता देवदना दले सर्वप्रथम मोर जय गुरु प्रणाम। सत्संग उपस्थित मोर रीतिकी देवता मंडली अधुर्जु जाजक कर्मी देवता मंडली प्राणर गुरु भाई और मातृमंडली कुना कुनी पिला माने गुणी ज्ञानी मानी सर्जनबृंद समस्त मोर राव जय गुरु यथास्थान प्रणाम ग्रहण करेंगे। आज ये कीर्तन रे मोर पुओ झील दुई जन सहयोग करते जय गुरु। ए पतित पावन नर नारायण प्रेममय रूपे दिव्य आविर्भाव एकी आनंद परमानंद पुरुषोत्तम लीला अभिनव एकी आनंद पुरुषोत्तम लीला अभिनव एकी आनंद
পুরুষোত্তম লীলা অভিনব ইতি আনন্দ পরমানন্দ পুরুষোত্তম লীলা অভিনব। পতিত পাবন নর নারায়ণ পতিত পাবন নর নারায়ণ পতিত পাবন নর নারায়ণ পতিত পাবন নর নারায়ণ প্রেমময় রূপে দিব্য আবির্ভাব প্রেমময় দিব্য আবির্ভাব প্রেমময় রূপে দিব্য আবির্ভাব প্রেমময় রূপে দিব্য আবির্ভাব ইতি আনন্দ পরমানন্দ পুরুষোত্তম লীলা অভিনব ইতি আনন্দ পরমানন্দ পুরুষোত্তম লীলা অভিনব। পতিত পাবন নর নারায়ণ পতিত পাবন নর নারায়ণ পতিত পাবন নর নারায়ণ পতিত পাবন নর নারায়ণ প্রেমময় রূপে দিব্য আবির্ভাব প্রেমময় দিব্য আবির্ভাব প্রেমময় রূপে দিব্য আবির্ভাব প্রেমময় রূপে দিব্য আবির্ভাব ইতি আনন্দ পরমানন্দ পুরুষোত্তম লীলা অভিনব ইতি আনন্দ পরমানন্দ পুরুষোত্তম লীলা অভিনব। বেনিনয়ন বহি যাଉଛି রে বেনিনয়ন কহি যাଉଛି রে মিলন আকুଳ আনন্দ সুরে মিলন আকুଳ আনন্দ শ্রুরে বেনিনয়ন বহি যাଉଛି রে বেনিনয়ন কহি যাଉଛି রে মিলন আকুଳ আনন্দ সুরে মিলন আকুଳ আনন্দ শ্রুরে ভক্ত ভগবান পূর্ব মিলন ভক্ত ভগবান পূর্ব মিলন বৃন্দাবনে বসি রাধারে বাজিব বৃন্দাবনে বসি রাধারে বাজিব বৃন্দাবনে বসি রাধারে বাজিব বৃন্দাবনে বংশী রাধারে বাজিব কি আনন্দ পরমানন্দ পুরুষোত্তম লীলা অভিনব 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 ডাকরে দয়াল দয়া হো ডাকলে ডাকরে দয়াল দয়া হৃদ করে হে দুঃখ যাতনা দূরে যাও চালে দুঃখ যাতনা দূরে যাও চলে ভাই ডাকরে দয়াল দয়া হো ডাকলে ডাকরে দয়াল দয়া হৃদ করে দুঃখ বেদনা দূরে যাও চালে দুঃখ বেদনা দূরে যাও চলে পরম পিতারে ডাক প্রাণ ভরে পরম পিতারে প্রাণ ভরে নির্ভরে ধর নির্ভয় হে নির্ভরে ধর হে নির্ভরে ধর নির্ভয় হে নির্ভরে ধর একই আনন্দ পরমানন্দ পুরুষোত্তম লীলা অভিনব একই আনন্দ পরমানন্দ পুরুষোত্তম
তম লীলা অভিনব পরম পিতারে ডাক প্রাণ ভরে 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 নির্ভরে ধর নির্ভয় হে নির্ভরে ধর নির্ভয় হে ভয় একটি আনন্দ পরমানন্দ পুরুষোত্তম লীলা অভিনব একটি আনন্দ পরমানন্দ পুরুষোত্তম লীলা অভিনব পতিত পাবন নর নারায়ণ পতিত পাবন নর নারায়ণ পতিত পাবন নর নারায়ণ পতিত পাবন নর নারায়ণ প্রেমময় রূপে দিব্যাবির্ভাব প্রেমময় রূপে দিব্যাবির্ভাব প্রেমময় রূপে দিব্যাবির্ভাব প্রেমময় রূপে দিব্যাবির্ভাব আনন্দ পরমানন্দ পুরুষোত্তম লীলা অভিনব 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 দাদা জয় গুরু জয় গুরু জয় গুরু দাদা ଜୟ ଗୁରୁ ବହୁତ ସୁନ୍ଦର ଭାବରେ ଆମର ଶ୍ରଦ୍ଧାର ଭାଇ ଠାକୁରଙ୍କର ପବିତ୍ର ପାଞ୍ଜାରୀ କର୍ମୀ ଶ୍ରୀଯୁକ୍ତ ରବୀନ୍ଦ୍ରନାଥ ବିଷୟୀ ଏବଂ ତାଙ୍କର ପିଲାମାନେ ଖୁବ ସୁନ୍ଦର ଭାବରେ ଏ କୀର୍ତ୍ତନ ପରିବେଷଣ କଲେ। ଆରବ ଭାଇ ତାଙ୍କର ପରିବାର ସମସ୍ତଙ୍କର ସର୍ବଦା ମଙ୍ଗଳ ପାଇଁ ଠାକୁରଙ୍କ ଶ୍ରୀଚରଣ ପ୍ରାର୍ଥନା। ଜୟ ଗୁରୁ ଜୟ ଗୁରୁ ଜୟ ଗୁରୁ ଜୟ ଗୁରୁ ଜୟ ଗୁରୁ। ପ୍ରତିଦିନ ପ୍ରାତଃ ସମୟରୁ ଚାନ୍ଦୋଳ ସତ୍ସଙ୍ଗ ବିହାର ଅନୁକୂଳରେ ଏହି ସତ୍ସଙ୍ଗ ଆଜିର ସତ୍ସଙ୍ଗ ପ୍ରତିଦିନ ଭଳି ନିବେଦନ କରିଛନ୍ତି ଆମର ସମ୍ମାନୀୟ ସୌଭାଗ୍ୟ ଭାଇ ଶ୍ରୀଯୁକ୍ତ ସୌଭାଗ୍ୟ ରଞ୍ଜନ କୁଟିଆ ତାଙ୍କର ତେଣୁ ପରିବାର ସମସ୍ତଙ୍କର ଶାରୀରିକ ମଙ୍ଗଳ ପାଇଁ ଠାକୁରଙ୍କ ଶ୍ରୀଚରଣ ପ୍ରାର୍ଥନା। ପ୍ରତିଦିନ ଭଳି ଆମର ସତ୍ସଙ୍ଗରେ ଅନେକ ପୂଜ୍ୟ ରୀତିକ ଅଦୃଶ୍ୟ ଯାଜ ଗୁରୁ ଭାଇମାନେ ମା ମାନେ ଯୋଗଦାନ କରିଛନ୍ତି। ପ୍ରତିଦିନ ଭଳି ଆମର ଠାକୁରଙ୍କର ସପ୍ରତିନିଧି ପୂଜ୍ୟ ସର୍ବଶ୍ରୀ ଅରୁଣ କୁମାର ସ୍ୱାଇଁ ଅଶୋକ କୁମାର ମଲ୍ଲିକ ବିଜୟଭୂଷଣ ମିଶ୍ର ବିଚିତ୍ରାନନ୍ଦ ଆଚାର୍ଯ୍ୟ ବ୍ରଜବନ୍ଧୁ ବେହେରା ଆଉ ଡକ୍ଟର ନଗେନ୍ଦ୍ରନାଥ ସ୍ୱାଇଁ ଡକ୍ଟର ସୀତାକାନ୍ତ ଦାସ ଡକ୍ଟର ସୁମତ କୁମାର ମିଶ୍ର ଡକ୍ଟର ପଞ୍ଚନ ମିଶ୍ର ଡକ୍ଟର ପବିତ୍ର କୁମାର ମେକଅପ ଦିବାକର ସ୍ୱାଇଁ ଇଞ୍ଜିନିୟର କାଶୀନାଥ ତ୍ରିପାଠୀ ଇଞ୍ଜିନିୟର ପରେଖ ଚରଣ ସାହୁ ଇଞ୍ଜିନିୟର ସଚିଦାନନ୍ଦ ମଲ୍ଲିକ ଇଞ୍ଜିନିୟର ଶଶାଙ୍କ ଶେଖର ବେହେରା ଇଞ୍ଜିନିୟର ଯୁବରାଜ ପ୍ରସାଦ ଇଞ୍ଜିନିୟର ଶରତ କୁମାର ଦାସ ଜଗଦୀଶ ଚନ୍ଦ୍ର ସାହୁ କୈଳାସ ଚନ୍ଦ୍ର ବେହେରା ନିମାଇ ଚରଣ ଦାସ ପାରେଶ୍ୱର ଜେନା ପ୍ରଭାତ କୁମାର ସାହୁ ପ୍ରଶାନ୍ତ କୁମାର ସିଂ ପରଶୁରାମ ମାଣିକ ରମେଶ ଚନ୍ଦ୍ର ନାୟକ ରଘୁନାଥ ବସ୍ତିଆ ରଜନୀକାନ୍ତ ପଣ୍ଡା ରବୀନ୍ଦ୍ରନାଥ ପ୍ରଧାନ ଭାଗବତ ପ୍ରସାଦ ପଣ୍ଡା ସନ୍ତୋଷ କୁମାର ଷଡ଼ଙ୍ଗୀ ସୁଭାଷ ଚନ୍ଦ୍ର ଦାସ ତାରକାନ୍ତ ବେହେରା ପ୍ରଫେସର ଉଗ୍ରସେନ ଲେଙ୍କା ପ୍ରଫେସର ରୁଦ୍ରଜନ ତ୍ରିପାଠୀ ଏଭଳି ଅନେକ ପୂଜ୍ୟ ଅତିଥିମାନେ ଯୋଗ ଦେଇଛନ୍ତି। ପରବର୍ତ୍ତୀ ଅବସ୍ଥାରେ ଆଉ ଯଦି କେହି ଯୋଗ ଦେଇଥିବେ ହୁଏତ ମୁଁ ଦେଖିନଥାଇପାରେ ଆଉ ଆମ ପାଖରେ ଠାକୁରଙ୍କ କଥା ଆଜି ଯିଏ ତୋଳି ଧରିବେ ଆମେ ସମସ୍ତେ ଜାଣିଛନ୍ତି ଅନେକ ଥର ତାଙ୍କ ଠାକୁରଙ୍କ କଥା ଶୁଣି ଆସିଛନ୍ତି। ଜଣେ ବିଜ୍ଞ ପ୍ରାଜ୍ଞ ବ୍ୟକ୍ତିତ୍ୱ ଜଣେ ସୁଭକ୍ତା ଜଣେ ବିଷ୍ଟ ଶିକ୍ଷାବିଦ ହେଲେ ଆମର ସମ୍ମାନୀୟ କାର୍ତ୍ତିକ ଦା ଆଉ ମଧ୍ୟ ଏ ଶାଣ୍ଡିଲ୍ୟ ସମ୍ବଲପୁର ଶାଣ୍ଡିଲ୍ୟ କଲେଜର ଅଧ୍ୟକ୍ଷ ଆଉ ରସାୟନ ବିଜ୍ଞାନର ଅଧ୍ୟାପକ ଆଜି ଆମର ଅନୁରୋଧ ରକ୍ଷା କରି ଆମ ସହିତ ଅଛନ୍ତି ଠାକୁରଙ୍କ କଥା ତୋଳି ଧରିବେ ତାଙ୍କୁ ଅନୁରୋଧ କରିବା ଆଲୋଚନା ଆରମ୍ଭ କରିବେ ଆଉ ଅଧ୍ୟାପକ କାର୍ତ୍ତିକ ଚନ୍ଦ୍ର ପାରିକ। ଆଜ୍ଞା ଜୟ ଗୁରୁ ଆଜ୍ଞା ଜୟ ଗୁରୁଦେବ। ଜୟ ଗୁରୁ। वंदे लोकतिलकं सात्वत वार्ता विभूषणं अमर कृत्य शरणं प्रबुद्धं लोकजीवनं प्रणय प्रमथ जागतिपरं वंदे जीवन जीवनं सत्पुरुषं नमामि। प्रणव श्री ठाकुर जगजनन श्री लक्ष्मी माँ युगाचार्य श्री बड़दा आज भरोसा प्रधान आचार्य चरण में मोर अनंत कोटि प्रणाम। पूज्य अविंदा एवं ठाकुर परिवार समस्त चरण में मोर अनंत कोटि प्रणाम। आज
এই পুଣ୍ୟ ସତ୍ସଙ୍ଗର ପୂଜ୍ୟ ପରିଚାଳକ ଦଳେଇଦା ଏବଂ ଉପସ୍ଥିତ ସମସ୍ତ ପୂତ ପାଞ୍ଜାଧାରୀ ରୀତିକ ମଣ୍ଡଳୀ, ଅଧ୍ୟକ୍ଷ ମଣ୍ଡଳୀ, ଯାଜକ ମଣ୍ଡଳୀ ସମସ୍ତଙ୍କୁ ମୋର ଭୂମିଷ୍ଠ ପ୍ରଣାମ ଜଣାଏ। ଉପସ୍ଥିତ ସମସ୍ତ ଗୁରୁ ଭାଇ, ଗୁରୁ ମାତା, ସାଧୁ ସଜ୍ଜନ ମଣ୍ଡଳୀ, କୁନି କୁନି ପିଲାଏ ସମସ୍ତଙ୍କୁ ମୋର ପ୍ରୀତିପୂର୍ଣ୍ଣ ରାମ ଭରା ଜୟଗୁରୁ ଜଣାଏ। ସର୍ବପ୍ରଥମେ ଆଜିର ସତ୍ସଙ୍ଗର ଯେ ଭୋଗଦାତା ଖୁଣ୍ଟିଆଦା ତାଙ୍କର ସର୍ବବିଧ ଉନ୍ନତି ପାଇଁ ପରମ ପିତାଙ୍କ ଚରଣରେ ପ୍ରାର୍ଥନା ରଖେ। ଚାନ୍ଦୋଳ ସତ୍ସଙ୍ଗର ଧାରାବାହିକ ସତ୍ସଙ୍ଗର ପରିଚାଳକ ମଣ୍ଡଳୀ ସମସ୍ତଙ୍କର ଶାନ୍ତି ସ୍ୱସ୍ତି ପାଇଁ ପରମ ପିତାଙ୍କ ନିକଟରେ ମୋର ପ୍ରାର୍ଥନା ରଖେ। ସୁନ୍ଦର ଭାବରେ ଧାରାବାହିକ ସତ୍ସଙ୍ଗ ଭଜନ କୀର୍ତ୍ତନ ସୁନ୍ଦର ହେଇଛି। ଆଜି ଆମେ ସେମାନେ ଏକତ୍ରିତ ହେଇଥିଲେ ପରମ ପିତାଙ୍କର ସେଇ ଅମୀୟ ଗାଥାକୁ ଶୁଣିବା ପାଇଁ ଭଜନ କୀର୍ତ୍ତନ ମାଧ୍ୟମରେ ହଉ କି ସଦାଲୋଚନା ମାଧ୍ୟମରେ ହଉ ତାଙ୍କରି ସେ ଅମୀୟ ଗାଥାକୁ ଶୁଣିବା ଏବଂ ତାକୁ ହୃଦୟଙ୍ଗମ କରିବା, ବୁଝିବା ଏବଂ ଲୋକମାନଙ୍କ ଭିତରେ ତାର ପ୍ରଚାର ପ୍ରସାର କରାଇବା ଏବଂ ଲୋକମାନଙ୍କ ଭିତରେ ଠାକୁରଙ୍କର ବାର୍ତ୍ତା ପହଞ୍ଚେଇବା ତାହା ହଉଛି ସତ୍ସଙ୍ଗର ମୂଳ ଲକ୍ଷ୍ୟ। ସତ୍ସଙ୍ଗ ହଉଛି ଠାକୁରଙ୍କୁ ପ୍ରତିଷ୍ଠା କରିବାର ଏକ ମାଧ୍ୟମ। ସେ ଆବାସୀ ହଉ କି ଅଫଲାଇନ ହଉ। ତ ତେଣୁ ବାସ୍ତବିକ କଥା ଉଠେ ଆଜି ପୃଥିବୀରେ ଯୁଦ୍ଧର ବିଭୀଷିକା ସମସ୍ତେ ଆଜି ଇତସ୍ତତ। ଠାକୁର ଯୋଉ ପଞ୍ଚ ମହାଜୀବନର କଥା କହୁଥିଲେ ଆଜି ସେ ରାଷ୍ଟ୍ର ଜୀବନ ଆଜି ବିପଦଗ୍ରସ୍ତ। ସେଥିପାଇଁ ସମସ୍ତେ ଆଜି ମନରେ ଦ୍ୱନ୍ଦ୍ୱ ଏବଂ କେତେବେଳେ କଣ ହବ କିଛି କହିହବ ନାହିଁ। ତେଣୁ ଏ ଲଢେଇ ପଛରେ ଯଦି ମୂଳ ତତ୍ତ୍ୱକୁ ଦେଖାଯାଏ ତାର ମୂଳ ତତ୍ତ୍ୱ ହଉଛି ଧର୍ମକୁ ନେଇକି ଲଢେଇ। ଯେ ଆମ ଧର୍ମ ହଉଛି ଶ୍ରେଷ୍ଠ ଧର୍ମ, ଆଉ ଜଣଙ୍କର ଧର୍ମ ଛୋଟ। ଏଇ ଛୋଟ ବଡ ଧର୍ମକୁ ନେଇକି ଏଇ ଲଢେଇ। ତେଣୁ ଧର୍ମର ପ୍ରତିଷ୍ଠା ନିଜଙ୍କର ଈଶ୍ୱରବାଦ ଉପରେ ସମସ୍ତଙ୍କର ପର୍ଯ୍ୟବେସିତ। ଯେ କିଏ କହେ ଇଏ ହଉଛନ୍ତି ଆଲ୍ଲାହ ହଉଛନ୍ତି ଈଶ୍ୱର, କିଏ କହୁଛନ୍ତି ଜେସସ୍ ଖ୍ରୀଷ୍ଟ ହଉଛନ୍ତି ଈଶ୍ୱର। ଆମେ ତ 33 କୋଟି ଦେବାଦେବୀଙ୍କର କଥା କହୁ। ତେଣୁ ଏଇଠି କଥା ଉଠେ ଯୋଉ ଈଶ୍ୱରଙ୍କର ତତ୍ତ୍ୱ ଯୋଉଟା ଅଛି। ତେଣୁ ଈଶ୍ୱର କିଏ? ହୁ ଇଜ ଦ ଗଡ୍? ଈଶ୍ୱର କିଏ ଏଇ ବିଷୟ ପାଇଁ ଯେତେବେଳେ ବିଭିନ୍ନ ଧର୍ମ ପୁସ୍ତକ ବା ବିଭିନ୍ନ ଈଶ୍ୱରଙ୍କୁ ନେଇକି ଯୋଉ ବିଭିନ୍ନ ସମ୍ପ୍ରଦାୟ ଆଜି ତିଆରି ହେଇଛି ଏବଂ ଯେତେ ପରମ ପିତା ପରମ ପୁରୁଷ ଆସିଛନ୍ତି ତାଙ୍କର ଦେହାବସାନ ପରେ ଗୋଟେ ଧର୍ମ ସୃଷ୍ଟି ହେଇଯାଇଛି। ସେଇଥିପାଇଁ ଠାକୁର କହୁଥିଲେ ଧର୍ମକୁ ଯଦି କିଏ ନଷ୍ଟ କରନ୍ତି ବା ଗ୍ଲାନି ଘଟାନ୍ତି ସିଏ ହଉଛନ୍ତି ଧର୍ମ ଯାଜକ, ସିଏ ହଉଛନ୍ତି ଧର୍ମର ପ୍ରଚାରକ। এই ଧର୍ମର ପ୍ରଚାରକ ମାନେ ହିଁ ଧର୍ମର ନଷ୍ଟ କରନ୍ତି। ବୁଦ୍ଧଦେବ ଆସିନଥିଲେ କେବେ ବୌଦ୍ଧ ଧର୍ମ ପ୍ରତିଷ୍ଠା କରିବା ପାଇଁ, ସେ ମାନବ ଜାତିର ଉଦ୍ଧାର ପାଇଁ ଆସିଥିଲେ। ଜେସସ୍ ଖ୍ରୀଷ୍ଟ କୁହନ୍ତୁ କି ନହେଲେ ରସୁଲ ମହମ୍ମଦ କୁହନ୍ତୁ, ସମସ୍ତଙ୍କର ଆଗମନ ହଉଛି ଏ ମାନବ ଜାତିର ବା ମାନବର ଉଦ୍ଧାର ପାଇଁ। ସେମାନେ କୌଣସି ଧର୍ମର ପ୍ରତିଷ୍ଠା କରିବା ପାଇଁ ଆସିନଥିଲେ, ଗୋଟେ ସମ୍ପ୍ରଦାୟ ସୃଷ୍ଟି କରିବା ପାଇଁ ଆସିନଥିଲେ। ତେଣୁ ଯୋଉ ତଥାକଥିତ ଆଜି ଯୋଉ ଧର୍ମ ସୃଷ୍ଟି ହେଇଛି, ଯୋଉ ଧର୍ମ ପାଇଁ ଆଜି ଯୁଦ୍ଧ ଇସ୍ରାଏଲ ଇରାନ କି ଆମେରିକା ଯୋଉ ଯୁଦ୍ଧ ଆଜି ଚାଲିଛି କି ଲେବାନନ ଉପରେ ଯୋଉ ଆକ୍ରମଣ, ଇଏ ସବୁ ପଛପଟରେ ରହୁଛି ସେ ବିଶ୍ୱାସ, ସେଇ ଧର୍ମ ବିଶ୍ୱାସ, ସେ ଈଶ୍ୱରଙ୍କୁ ନେଇ ଏସବୁ ଲଢେଇ। ତେବେ ଈଶ୍ୱର କିଏ? ହୁ ଇଜ ଦ ଗଡ୍? ଗଡ୍ ର ଯଦି ଫୁଲ ଫର୍ମ ଦେଖୁ GOD ଗଡ୍ ହଉଛି, GOD ଗଡ୍ ର ଫୁଲ ଫର୍ମ ହଉଛି ଜେନେରେସନ ଅପରେସନ ଆଣ୍ଡ ଡେଷ୍ଟ୍ରକ୍ସନ।
ସୃଷ୍ଟିକର୍ତ୍ତା, ପାଳନକର୍ତ୍ତା ଆଉ ଧ୍ୱଂସକର୍ତ୍ତା। That is the God. That is the English ରେ definition। ତେଣୁ ଈଶ୍ୱର ହଉଛନ୍ତି ମାନେ ସେ ହଉଛନ୍ତି ଇଟରନାଲ, ସେ ହଉଛନ୍ତି ସୁପ୍ରିମ ବିଙ୍ଗ ଅଫ ଦିସ୍, ଯିଏ ସବୁ କିଛିର ସୃଷ୍ଟିର କର୍ତ୍ତା, ଯିଏ ସବୁ କିଛି ସୃଷ୍ଟି କରିଛନ୍ତି ଆଉ ଯାହା ସବୁ କିଛିର ରକ୍ଷା କରୁଛନ୍ତି, ସେ ହଉଛନ୍ତି ଈଶ୍ୱର। ଗଡ୍ ଇଜ ଦ ସୁପ୍ରିମ ପାୱାର। କାରଣ ମଣିଷ ଯେତେବେଳେ ସୃଷ୍ଟି ହେଇଥିଲା, ଯେତେବେଳେ ତାର ଅକ୍ତିଆରୁ ଯେତେବେଳେ ଦୂରକୁ ଚାଲିଗଲା, ସେ ଯାହା ଦେଖିଲା, ଯେତେବେଳେ ବର୍ଷା ହେଲା ତାକୁ ଅଟକେଇ ପାରିଲା ନାହିଁ, ଯେତେବେଳେ ଖରା ପ୍ରଚଣ୍ଡ ଖରା ହେଲା ତାକୁ ଅଟକେଇ ପାରିଲା ନାହିଁ, ଶୀତ ହେଲା ଯେତେବେଳେ ଅଟକେଇ ପାରିଲାନି, ସେ ଯେତେବେଳେ ଭାବିଲା, ମଣିଷ ଯେତେବେଳେ ବୁଦ୍ଧି, ଯେତେବେଳେ ବ୍ରେନ ଡେଭଲପମେଣ୍ଟ ହେଲା, ସେତେବେଳେ ସେ ଧୀରେ ଧୀରେ ଭାବିଲା ଯେ ଏ ସୃଷ୍ଟିରେ ଯାହା କିଛି ହଉଛି ତାର ଅକ୍ତିଆରେ କିଛି ନାହିଁ, ତେଣୁ ଆଉ ଜଣେ କିଏ କଣ୍ଟ୍ରୋଲ କରୁଛି। ଆଉ ସେଇ ଜଣକ କିଏ? ସେଇ ଅନୁସନ୍ଧାନ ହିଁ ମଣିଷକୁ ଇଷ୍ଟମୁଖୀ କରି ପକେଇଲା। ସେଇ ଅନୁସନ୍ଧାନ ହିଁ ମଣିଷକୁ ଏକ ବିଶ୍ୱାସ ଜନ୍ମେଇ ଦେଲା the God is the supreme and absolute being। ଗଡ୍ ଈଶ୍ୱର ହଉଛନ୍ତି ସୁପ୍ରିମ ପାୱାର ଆଉ ସିଏ ହଉଛନ୍ତି ଆବସଲ୍ୟୁଟ। ତେଣୁ ଏଇ ଯୋଉ କିନ୍ତୁ ଏଇ ଯୋଉ ବିଭିନ୍ନ ପ୍ରକାର ଯାହାଙ୍କୁ ଈଶ୍ୱର ବୋଲିକି ପ୍ରତିଷ୍ଠା କରାଗଲା, ଯାହା ଠାକୁର କହୁଥିଲେ ଯେ ଧର୍ମ ଯାଜକ ମାନେ ହଉଛନ୍ତି ଧର୍ମର ନଷ୍ଟ ପାଇଁ ସେଇମାନେ ହିଁ ଦାୟୀ। ସେଥିପାଇଁ ଠାକୁର ଆଚାର୍ଯ୍ୟ ପରମ୍ପରାକୁ ସୃଷ୍ଟି କରିଦେଇଗଲେ। ଠାକୁର ଆଚାର୍ଯ୍ୟ ପରମ୍ପରା ସୃଷ୍ଟି କଲେ, ଯୋଉ ଆଚାର୍ଯ୍ୟ ପରମ୍ପରା ଭିତରେ ଠାକୁର ସେଇ ଧର୍ମ ଯାଜକର ପଦ୍ଧତିଟାକୁ ବନ୍ଦ କରିଦେଲେ। ତେଣୁ ଏଇ ଆଚାର୍ଯ୍ୟ ପରମ୍ପରା ଭିତରେ ହିଁ ସବୁ କିଛି ସୃଷ୍ଟି ହେଇଛି। ତେଣୁ ଏଇ ଆଚାର୍ଯ୍ୟ ପରମ୍ପରା ଭିତରେ ଏ ସବୁ କିଛି ସୃଷ୍ଟି ହେଇଛି। ତେଣୁ ଏଇଠି ବିଶ୍ୱାସ କରାଯାଏ ଈଶ୍ୱର ହଉଛନ୍ତି ସିଏ ଯିଏ which greater than ourselves, ଆମଠାରୁ ଯିଏ ବଡ, ଯିଏ ଆମଠାରୁ ବଡ ତାଙ୍କୁ ଆମେ ଈଶ୍ୱର ବୋଲି ଭାବୁ। ତେଣୁ ଏଇ କ୍ରମରେ ଅନେକ କିଛି ମାନେ କଥା ଅଛି ଯେ ଆପଣ ମାନେ ଜାଣିଥିବେ ଯୋଉ ମହିମା ଅଲେଖର କଥା। ସେମାନେ ହଉଛନ୍ତି ଦି ପ୍ରକାର ବାଦ, ଅଦ୍ୱୈତବାଦ ଆଉ ଦ୍ୱୈତବାଦ। ତାମାନେ they believe on the infinite God, ମାନେ ଆକାଶର ଭଗବାନଙ୍କୁ ସେମାନେ ବିଶ୍ୱାସ କରନ୍ତି। ତେଣୁ ଏଇ ଯୋଉ ମହିମା ଅଲେଖ ଯୋଉଟା, ସେମାନେ ଆକାଶକୁ ଟେକି ଦିଅନ୍ତି ସବୁ, ତାମାନେ ଈଶ୍ୱର ଆକାଶରେ ଅଛନ୍ତି। ସେମାନେ ଶାରୀରିକ ବା ମାନବୀୟ ଭଗବାନଙ୍କୁ ସେମାନେ ବିଶ୍ୱାସ କରନ୍ତି, ସେମାନେ ଅଦ୍ୱୈତବାଦ। ତେଣୁ ସ୍ୱାମୀ ବିବେକାନନ୍ଦ କୁହନ୍ତୁ ବା ରାମକୃଷ୍ଣ ପରମହଂସଙ୍କର କଥାକୁ ଯଦି ଦେଖୁ, ସ୍ୱାମୀ ବିବେକାନନ୍ଦ କହୁଥିଲେ ଗଡ୍ ଇଜ ଇମ୍ପର୍ସନାଲ ଆଣ୍ଡ ପର୍ସନାଲ, ଗଡ୍ ଇଜ ଦ ଫାଇନାଇଟ ଆଣ୍ଡ ଇନଫାନାଇଟ। ତାମାନେ ଈଶ୍ୱର ହଉଛନ୍ତି ଫାଇନାଇଟ ମାନେ ସାକାର ରୂପ ବା ନିରାକାର ବ୍ରହ୍ମ ବୋଲି ମଧ୍ୟ କୁହାଯାଇପାରେ। ଏ ଦୁଇଟା ଜିନିଷକୁ ବିଶ୍ୱାସ କରୁଥିଲେ ସ୍ୱାମୀ ବିବେକାନନ୍ଦ। ସେ ତା ମଧ୍ୟ କହୁଥିଲେ ଯେ ସ୍ୱାମୀ ବିବେକାନନ୍ଦ ବା ରାମକୃଷ୍ଣ ପରମହଂସଙ୍କ ମତରେ the God is not external, ଈଶ୍ୱର ଗୋଟେ ବାହ୍ୟ ବସ୍ତୁ ନୁହେଁ। ତ ମାନେ ଈଶ୍ୱର ହଉଛନ୍ତି ସମସ୍ତଙ୍କ ଇଣ୍ଡିଭିଜୁଆଲ, ସମସ୍ତଙ୍କ ଭିତରେ ଯୋଉ ଅଛନ୍ତି, ଯୋଉ ସତ୍ତା ଅଛି, ସିଏ ହଉଛି ଈଶ୍ୱରର କଥା। ତ ଠାକୁର ତ ସତ୍ତା ଅସ୍ତିତ୍ୱର କଥା କହୁଥିଲେ, ତେଣୁ ଦ ବିଙ୍ଗ ଆଣ୍ଡ ବିକମିଂ ର କଥା କହୁଥିଲେ। ସତ୍ତାରେ ଆମେ ବଞ୍ଚି ରହୁ, ଅସ୍ତିତ୍ୱରେ ଆମେ ବୃଦ୍ଧି ପାଉ। ତେଣୁ ଏଇ ବଞ୍ଚିବା ବଢିବାର ଯୋଉ ମୂଳ ତତ୍ତ୍ୱ ତାହା ହଉଛି ଧର୍ମ। ବଞ୍ଚାର ବଢାର ମର୍ମ ଯାହା ଜାଣିଥା ତାକୁ ଧର୍ମ ବୋଲି। ସମ୍ପ୍ରଦାୟଟା ଧର୍ମ ନାଇଁରେ, ତେଣୁ ସମ୍ପ୍ରଦାୟଟା ଧର୍ମ ନୁହେଁ। ତେଣୁ ରାମକୃଷ୍ଣ ପରମହଂସଙ୍କର କଥାରେ ଯୋଉ ଗଡ୍ କୁ ପାଇବା ପାଇଁ ହେଲେ ଯୋଉ ତାଙ୍କୁ ପ୍ରେମ କରିବା ପାଇଁ ପଡେ, ଭଲ ପାଇବାକୁ ପଡେ, ଈଶ୍ୱର ହଉଛନ୍ତି ପ୍ରେମର ସ୍ୱରୂପ। ଠାକୁର ମଧ୍ୟ ତାହା ହିଁ କହୁଥିଲେ ଯେ ପରମ ପ୍ରେମମୟ ଠାକୁରଙ୍କୁ ଯୋଉ ଉପାଧି ଦିଆଯାଏ, ଠାକୁରଙ୍କୁ ବିଭିନ୍ନ ପ୍ରକାର କୁହାଯାଏ, କିନ୍ତୁ ପରମ ପ୍ରେମ ଉପାଧି ଠାକୁରଙ୍କୁ ବହୁତ ଭଲ ପାଏ, ପ୍ରେମର ସ୍ୱରୂପ। ତେଣୁ ଏଇ ଯୋଉ
इनफाइनाइट और फाइनाइट गॉड ये होची रामकृष्ण परमहंस बा स्वामी विवेकानंद कथा। तेबे कथा होची सब विभिन्न प्रकार जो मतवाद रही विभिन्न प्रकार कॉन्सेप्ट रही अपन माने समस्त जानी थे जड़े दार्शनिक थिले ओशो बोली तांको कथारे से कहते द गॉड इज द बिगेस्ट lie invented by the man जे ईश्वर बोली किसी ना ईश्वर बोली किसी ना that is the biggest lie invented by the man। तेबे ये होची ओशोंकर कथा से अनेक तत्व उपरे अनेक किसी मतामत देइछन्ति। तेबे ठाकुर भाषा ठाकुर कथार जोटा आम देखु तो आगे अन्य मानकर जो मतवाद अच्छी से विषय टिके डिस्कस करदेबा तापरे ठाकुर कथा देखा। हिंदू धर्म मौलिक गुरु हिसाब से आम शंकराचार्य को धरू। शंकराचार्य कथा अनुसार शंकराचार्य कहते जे ब्रह्म सत्य जगत मिथ्या ये जगतटा हूँ मिथ्या ब्रह्म हूँ सत्य। तो ठाकुर कौन कहले ठाकुर कहले ब्रह्म सत्य जगत भी सत्य। जगत तो अच्छी ना ये दुनियाटा विश्व दुनियाटा अच्छी सबकि अचराचर विश्व जहाँ आम देखुचु सबकि अच्छी तेणु ये जगत मिथ्या केमी तेणु शंकरा द गॉड ईश्वर होउचंती तांकर शंकराचार्य कथा अनुसार ईश्वर होउचंती सच्चित आनंद सच्चित आनंद। तेणु ठाकुर कहते जे ब्रह्म कौन जहा किसी वृद्धि प्राप्त हेई मध्य ता ही रही ता हूँ ब्रह्म। तेणु ये जो ब्रह्म ब्रह्मर साकार रूप जहा किसी वृद्धि प्राप्त होने से एक शक्ति जो शक्ति सब किसी सृष्टि होती आज रही से शक्ति आज विभिन्न फॉर्म रही पारे किंतु से शक्ति आज विद्यमान अच्छी। तेणु से शक्तिर कथा ठाकुर कहते ब्रह्म जहा किसी वृद्धि प्राप्त होता ही रही हूँ ब्रह्म। ठाकुर कहते जे ब्रह्म सत्य और जगत भी सत्य। ठाकुर जो कॉन्सेप्ट सच्चिदानंदमय सत्ता सच्चिदानंदमय से ब्रह्म हूँ सच्चिदानंदमय ये सच्चित आनंद समार द एक्जिस्टेंस ऑफ ऑल दैट एग्जिस्ट जहाँ सब किसी एग्जिस्ट करिछि ता हूँ सत्य। द रेस्पॉन्सिव ऑफ ऑल दैट रेस्पॉन्ड दैट इज द चित जहाँ किसी प्रतिक्रिया परायण अच्छी ता हूँ चित जहाँ हम रेस्पॉन्स करि पारुछु अनुभव करि पारुछु। द बिकमिंग ऑफ ऑल दैट इज कमिंग दैट इज द आनंद दैट इज द सच्चित आनंद। पुणे जो सत्य कौन ठाकुर सत्यानुसरण से कथा देखा जार अस्तित्व अच्छी एवं तार विकास अच्छी ता ही सत्य ता हूँ रियल। तेणु ये जो इनफानाइट और फाइनाइट कथा जोटा कहते ठाकुर कहते जहाँ धारणा करिबारे मनर निजत्व अक्षुर्ण रहे निजत्वटा अक्षुर्ण रहे ता ही ससीम ता ही फाइनाइट। जहाँ धारणा करने को जाई मन निजत्व को हरई बसे ता ही अनंत ता ही असीम ता ही हूँ इनफानाइट। तेणु ये हूँ ठाकुर कथा ठाकुर कथार जदि आम देखा जे भगवान किए ठाकुर कहते जगतर समस्त ऐश्वर्य जानिबा भल पाइबा और कर्म जहाँ भितर सहज उत्सारित आ जहाँ प्रति आसक्ति रे मनीषर विच्छिन्न जीवन और जगतर समस्त समस्यार चरम समाधान लाभ हुए से ही मनीषर भगवान। तो ठाकुर कहते द गॉड इज द आइडियल ठाकुर इंग्लिश पाणी गॉड इज द आइडियल ईश्वर होउचंती आदर्श ईश्वर होउचंती आदर्श आउ से ईश्वर को जानिबा माने ही भगवान को जानिबा माने ही सब किछि को जानिबा। टू नो द गॉड इज टू नो द एवरीथिंग।
ତେଣୁ ଈଶ୍ୱରକୁ ଯେତେବେଳେ ମଣିଷ ଜାଣେ ସେ ସବୁ କିଛି କି ଜାଣିପାରେ। ତେଣୁ ଈଶ୍ୱରଙ୍କୁ ଏଇ ଯୋଉ ମଣିଷ ଯେତେବେଳେ ଆଧ୍ୟାତ୍ମିକ ଜୀବନ ଧାରାରେ ଧାରଣ କରେ, ତେବେ ଆଧ୍ୟାତ୍ମିକତାଟା କଣ? ଆଧ୍ୟାତ୍ମିକ ଯେଉଁ କର୍ମ ବା ଭାବ ମଣିଷକୁ କାରଣମୁଖୀ କରିଦିଏ, ତାହା ହଉଛି ଆଧ୍ୟାତ୍ମିକତା। କାରଣ ମାନେ ଏଇ କଥା ଯେ ମଣିଷ ଚିନ୍ତା କରେ ଯେ ଈଶ୍ୱର କିଏ, ଈଶ୍ୱରଙ୍କ ସମ୍ବନ୍ଧୀୟ ଚିନ୍ତା, ଯୋଉ ସୃଷ୍ଟିର ତତ୍ତ୍ୱଟାକୁ ଯେତେବେଳେ ମଣିଷ ଭାବେ, ଧୀରେ ଧୀରେ ସେ ଆଧ୍ୟାତ୍ମିକ ଜୀବନ ଧାରା ଭିତରକୁ ଚାଲି ଆସେ। ତେବେ ଠାକୁରଙ୍କର ସେଇ କଥା ଯେ ଭାବ ଓ କର୍ମ ମଣିଷକୁ କାରଣମୁଖୀ କରିଦିଏ ଏବଂ ତାହା ହିଁ ହଉଛି ଆଧ୍ୟାତ୍ମିକତା। ଆଉ ଠାକୁରଙ୍କର କନସେପ୍ଟ ଯଦି ଆମେ ଦେଖୁ, ଠାକୁର କହୁଛନ୍ତି ଦ ଗଡ୍ ଇଜ ଦ ଆଇଡିଆଲ, ଆଦର୍ଶ, ଯାହାଙ୍କର ଦର୍ଶନ, ଯାହାଙ୍କର ଦର୍ଶନ ବା ଯାହାଙ୍କର ଫିଲୋସଫି ନେଇକି ମଣିଷ ବଞ୍ଚିପାରେ। ଠାକୁରଙ୍କର କନସେପ୍ଟ ଦ୍ୟାଟ୍ ଇଜ ଦ ଫାଇନାଇଟ ଗଡ୍। ଠାକୁର ଯୋଉ ସଦ୍ଗୁରୁଙ୍କର କଥା, ଯୋଉ ଆଦର୍ଶର କଥା ଠାକୁର କହୁଥିଲେ ଯାହାଙ୍କର କୌଣସି ମୂର୍ତ୍ତ ଆଦର୍ଶରେ କର୍ମମୟ ଅତୁଟ ଆସକ୍ତି ସମୟ ବା ସୀମାକୁ ଅତିକ୍ରମ କରି ତାଙ୍କୁ ସହଜ ଭାବରେ ଭଗବାନ କରି ତୋଳିଛି, ଯାହାଙ୍କର କାବ୍ୟ, ଦର୍ଶନ ଓ ବିଜ୍ଞାନ ମନର ଭଲ ମନ୍ଦ ସଂସ୍କାର ଗୁଡିକୁ ଭେଦ କରି ସେଇ ଆଦର୍ଶରେ ସାର୍ଥକ ହୋଇ ରହିଛି, ସେ ହିଁ ହଉଛନ୍ତି ମଣିଷର ସଦ୍ଗୁରୁ, ସେ ହଉଛନ୍ତି ମଣିଷର ଆଇଡିଆଲ। ତେଣୁ ସଦ୍ଗୁରୁ ହଉଛନ୍ତି, ସେ ହିଁ ହଉଛନ୍ତି ଭଗବାନ। କାରଣ ତାଙ୍କୁ ଜାଣିବା, ଭଲ ପାଇବା ଆଉ କର୍ମ ଭିତରେ ମଣିଷ ସେ ଈଶ୍ୱରତାକୁ ଅନୁଭବ କରେ। ତେଣୁ ଠାକୁରଙ୍କର ସେ ଆଲୋଚନା ପ୍ରସଙ୍ଗରେ ଯେ ଆମେ ଦେଖୁ, ଠାକୁର ଆଲୋଚନା ପ୍ରସଙ୍ଗରେ ସେ ଈଶ୍ୱର ପ୍ରାପ୍ତି ଆଉ ଈଶ୍ୱରତ୍ୱ ପ୍ରାପ୍ତି ଉପରେ ଆଲୋଚନା କଲାବେଳେ ଠାକୁର କହୁଥିଲେ ଯେ ଈଶ୍ୱର କୌଣସି ଏକ ବସ୍ତୁ ନୁହେଁ ଯାହାକୁ ମଣିଷ ପ୍ରାପ୍ତ କରିପାରେ। ଯେ ଗଡ୍, ମୁଁ ଈଶ୍ୱର ପ୍ରାପ୍ତି, ଈଶ୍ୱରଙ୍କୁ ପାଇବା ପାଇଁ ସବୁ କିଛି ସାଧନା, ସବୁ କିଛି ପଛପଟରେ ଈଶ୍ୱରଙ୍କୁ ପାଇବାର ଯୋଉ ସାଧନା ରହିଛି, ବାସ୍ତବିକ ସେ ସାଧନାକୁ ଯଦି ଆମେ ଦେଖୁ, ଈଶ୍ୱରଙ୍କୁ ପାଇବା, ଈଶ୍ୱର କୌଣସି ଏକ ବସ୍ତୁ ନିଏ ମଣିଷ ସାଧନା କରି ଈଶ୍ୱରଙ୍କୁ ପାଇପାରିବ। ସେଥିପାଇଁ ଠାକୁର କହୁଥିଲେ ଈଶ୍ୱରତ୍ୱ ପ୍ରାପ୍ତି, ମଣିଷ ଭିତରେ ଥିବା ସେ ଈଶ୍ୱରତ୍ୱ, ସେ ଦିବ୍ୟତାର ପରିପ୍ରକାଶ ବା ଅନୁଭବ କରିପାରିବା ସେଟା ସମ୍ଭବ, କିନ୍ତୁ ଈଶ୍ୱର କୌଣସି ଏକ ବସ୍ତୁ ନିଏ ମଣିଷ ଯାହାକୁ ତାକୁ ପ୍ରାପ୍ତି ହେଇପାରିବ। ତେଣୁ ଆଦର୍ଶ ମାନେ ଯୋଉ ଆଇଡିଆଲ, ସେଇ ଜିନିଷଟା କଥାକୁ ଯଦି ଆମେ ବୁଝୁ, ଈଶ୍ୱର କୌଣସି ଏକ ବସ୍ତୁ ନୁହେଁ, କିନ୍ତୁ ଈଶ୍ୱରତ୍ୱ ପ୍ରାପ୍ତି ସମ୍ଭବ, ଈଶ୍ୱର ପ୍ରାପ୍ତି ସମ୍ଭବ ନୁହେଁ। କାରଣ ଈଶ୍ୱର କୌଣସି ପାଇବାର ଜିନିଷ ନୁହେଁ, ପ୍ରାପ୍ୟର ଜିନିଷ ନୁହେଁ। ତେଣୁ ଇଏ ହଉଛି ଠାକୁରଙ୍କର କଥା। ଠାକୁର ଚାହୁଁଥିଲେ ଯେ ଈଶ୍ୱର ପ୍ରାପ୍ତି ସମ୍ଭବ ନୁହେଁ, ଈଶ୍ୱରତ୍ୱ ପ୍ରାପ୍ତି ନିଜ ଭିତରେ ଠାକୁର ସେ କହୁଥିଲେ ଯେ ପ୍ରତ୍ୟେକ ମଣିଷ ହଉଛି ଗୋଟେ କ୍ଷୁଦ୍ର ଭଗବାନ। ତାଙ୍କ ଭିତରେ ସେ ଭଗବତ ସତ୍ତା, ସେ ଡିଭାଇନିଟିକୁ ଯଦି ଡେଭଲପମେଣ୍ଟ କରି ଦିଆଯାଇପାରେ, ସେ ଡିଭାଇନିଟିକୁ ଯଦି ଡେଭଲପ କରି ଦିଆଯାଇପାରେ, ତାହେଲେ ତା ଭିତରେ ସେଇ ଈଶ୍ୱରତାକୁ ଯୋଗେଇ ଦିଆଯାଇପାରେ। ତେଣୁ ମଣିଷ ଯୋଉ ବିଭିନ୍ନ ପ୍ରକାର କର୍ମ କରେ, ସେ କର୍ମ ହିଁ ତାକୁ ଈଶ୍ୱରତ୍ୱ ପ୍ରାପ୍ତି, ଈଶ୍ୱରତ୍ୱଟାକୁ ପ୍ରାପ୍ତି କରିବାର ପଥ ଆଡକୁ ନେଇଯାଏ। ଯେତେବେଳେ ମାନେ ଇଏ ହଉଛି କଥା। ତେଣୁ ଆପଣ ଦେଖନ୍ତୁ, ବର୍ତ୍ତମାନ ଏଇ ଯୋଉ ଆମେ କହୁଛୁ ଯେ ଯିଏ ସବୁ କିଛି ସୃଷ୍ଟି କରିଛନ୍ତି ସେ ହଉଛନ୍ତି ଭଗବାନ। ତେବେ କଥା ଉଠିଛି ଯୋଉ ବୁଦ୍ଧଦେବ କଣ କହୁଥିଲେ? ବୁଦ୍ଧଦେବ କହୁଥିଲେ ଯାହା କିଛି ସୃଷ୍ଟି ହେଇଛି ସେ ଆଗରୁ ଥିଲା। ଇଏ ହଉଛି ବୌଦ୍ଧ ଧର୍ମଙ୍କର ଚିନ୍ତାଧାରା। ଇଏ ସବୁ କିଛି ଆଗରୁ ଥିଲା ଆଉ ଇଏ ସବୁ କିଛି ମଧ୍ୟ ରହିବ। ତେଣୁ ଈଶ୍ୱର କିଛି ସୃଷ୍ଟି କରିନାହାନ୍ତି। ତେଣୁ ନିଜ ଭିତରେ ତାମାନେ ସିଏ ମୁଖ୍ୟର ପଥକୁ ଚିନ୍ତା କରୁଥିଲେ ଯେ ମଣିଷ କିଭଳି ମୁକ୍ତି ହେଇପାରିବ, ମୋକ୍ଷ ହେଇପାରିବ, ସେ ତାର ପଥ ଉପରେ ଚିନ୍ତା କରୁଥିଲେ। ସେ ତାମାନେ ମଣିଷ କିଭଳି ଲିବରେସନ ପାଇପାରିବ, ତ ମାନେ ମଣିଷ କିଭଳି ତାର ଭିତରେ ଏନଲାଇଟମେଣ୍ଟ ଆସିପାରିବ, ତା ଭିତରେ ଲିବରେସନ ଆସିପାରିବ, ମୋକ୍ଷ ଆସିପାରିବ, କୋଉ ସାଧନ ବଳରେ ମଣିଷ ଈଶ୍ୱରତ୍ୱ ପ୍ରାପ୍ତି କରିପାରିବ, ବା ସେ ବିଷୟରେ ବୌଦ୍ଧ
ଧର୍ମ କହେ। ବୌଦ୍ଧ ଧର୍ମ ତେଣୁ କ୍ରିଏଟର ବୋଲି କହେନି, କ୍ରିଏଟର କି ଡେଷ୍ଟ୍ରୟର କଥା କହେନି, ତାମାନେ ମୋକ୍ଷର ପଥ କହେ। ଯୋଉ ଧର୍ମଂ ଶରଣଂ ଗଚ୍ଛାମି ବୁଦ୍ଧଂ ଶରଣଂ ଗଚ୍ଛାମି ତାହା ଥିଲା ତାଙ୍କର କଥା। ତ ଠାକୁର ତ କହୁଥିଲେ ଯେ ତୁମେ ସତ୍ସଙ୍ଗର ଆଶ୍ରୟ ନିଅ, ସତନାମ ମନନ କର, ନିଶ୍ଚୟ କରି କହୁଛି ତୁମର ଉନ୍ନୟନ ପାଇଁ ଚିନ୍ତା କରିବା ପାଇଁ ପଡିବ ନାହିଁ। ତେଣୁ ଇଏ ହଉଛି ବୌଦ୍ଧଙ୍କର କଥା। ତେଣୁ ଏଇ ଯୋଉ ଜେସସ୍ ଖ୍ରୀଷ୍ଟ କହୁଥିଲେ ଦ ଗଡ ଇଜ ହିଜ ଫାଦର ଆଣ୍ଡ ୱାନ୍ ଟ୍ରୁ ଗଡ କଥା କହୁଥିଲେ, no one can meet the father but through the me। ମୋ ଥ୍ରୁରେ ତାମାନେ ମୋରି ଭିତରେ ଦେଇ ମୋର ଅନୁସରଣ କରି ଈଶ୍ୱରଙ୍କୁ ପ୍ରାପ୍ତ ହେଇପାରିବ। ଇଏ ଥିଲା ଜେସସ୍ ଖ୍ରୀଷ୍ଟଙ୍କର ମତବାଦ। ତାଙ୍କ ମତରେ ଥିଲା ଦ ଗଡ ଇଜ ୱାନ୍ ବଟ୍ ହି ଏକ୍ଜିଷ୍ଟ as a father, as a son, as a holy spirit। ଇଏ ହଉଛି ତାଙ୍କର କନସେପ୍ଟ। ତେଣୁ ପ୍ରତ୍ୟେକ ଭିତରେ ସେ ଭଗବାନ କଥା ଅଛି। the God has created the man on his own image, ତା ଥିଲା ତାଙ୍କରି କଥା। the every human being is spiritually divine, ଇଏ ଥିଲା ତାଙ୍କର କଥା। ଇଏ ହଉଛି ଜେସସ୍ ଖ୍ରୀଷ୍ଟଙ୍କର କଥା। କିନ୍ତୁ ୟା ପରେ ଯୋଉ ଇସଲାମିକ କଥା ଆସେ, ଯୋଉ ରସୁଲ ମହମ୍ମଦ ଯୋଉ ପ୍ରୋଫେଟ ଆସିଥିଲେ, ସେ ୱାନନେସ୍ ଗଡ ବୋଲି କହୁଥିଲେ, ଏକେଶ୍ୱର ବାଦର କଥା କହୁଥିଲେ। ଗଡ ହଉଛନ୍ତି ୱାନ୍। ଏ ବିଶ୍ୱରେ ଏକମାତ୍ର ଗଡ, ଏଇ ୱାନ୍ ଗଡ ଅଛନ୍ତି, ସେ ହଉଛନ୍ତି ଆଲ୍ଲାହ। ଗଡ ଇଜ ରେଫର୍ଡ ଟୁ ଆଜ୍ ଆଲ୍ଲାହ। ତେଣୁ ଏଇ ଯୋଉ ଇସଲାମିକ କନସେପ୍ଟରେ ଯଦି ଦେଖାଯାଏ ତ ଈଶ୍ୱର ହଉଛନ୍ତି ଏକ। ତାମାନେ ଇନଡାଇରେକ୍ଟଲି ହଉ ବା ଡାଇରେକ୍ଟଲି ହଉ ସେ ବୋଥ ଫାଇନାଇଟ ଆଉ ଇନଫାଇନାଇଟ ଗଡର କଥା କହୁଥିଲେ। ଏବଂ ଇନଫାଇନାଇଟ ଗଡ ମାନେ ସେ ହଉଛନ୍ତି ୱାନନେସ୍ ଗଡର କଥା କହୁଥିଲେ। କିନ୍ତୁ ଏଇ ମୁସଲିମ କଣ୍ଡିସନରେ ତାଙ୍କର ଯୋଉ 1623ରେ ଯୋଉ ଡିଭିଜନ ହେଲା, ଯେତେବେଳେ ତାଙ୍କର ଦେହାନ୍ତ ପରେ ଯୋଉ ଡିଭିଜନ ହେଲା, ସେ ଡିଭିଜନ ପରେ ଦିଟା ଗ୍ରୁପରେ ସେମାନେ କନଭର୍ଟ ହେଇଗଲେ। ଗୋଟେ ହଉଛନ୍ତି ସିଆ ଆଉ ଗୋଟେ ହଉଛନ୍ତି ସୁନି। ସିଆ ସୁନି ଭିତରେ ଯୋଉ ଡିଭିଜନ ହେଲା, ଏ ପୃଥିବୀର ମ୍ୟାକ୍ସିମମ୍ ପପୁଲେସନ ହଉଛନ୍ତି ସୁନିସ୍। ସନିସ୍ ମାନେ 87 ରୁ 90% ହଉଛନ୍ତି ସୁନି, ଆଉ ସିଆସ୍ ହଉଛନ୍ତି 10 ରୁ 13% ଥିଲେ। ତେଣୁ ସନିସ୍ ମାନେ ତାଙ୍କର ବିଲିଭ ହଉଛି କଣ, ତାଙ୍କର ବିଲିଭ ହଉଛି ଯୋଉ ସିଆସ୍ ମାନେ କଣ କଲେ ଯେ ମହମ୍ମଦଙ୍କର ମୃତ୍ୟୁ ପରେ ତାଙ୍କର ଯୋଉ ବଂଶଧର ଥିଲେ, ତାଙ୍କର ଯିଏ ଇଏ ଥିଲେ, ସେ ତାଙ୍କୁ ଈଶ୍ୱର ବୋଲି ମାନିଲେ। ମାନେ ତାଙ୍କ ରେତ ଶରୀର ଭିତରେ ଯୋଉମାନେ ଆସିଥିଲେ, ସେ କହୁଥିଲେ ମହମ୍ମଦ ହଉଛନ୍ତି ଏକା ହିଁ ଈଶ୍ୱର। କିନ୍ତୁ ଇଏ ହଉଛି ସିଆଙ୍କର କନସେପ୍ଟ। ଆଉ ସୁନିଙ୍କର କନସେପ୍ଟ ହଉଛି ସେ ଯୋଉ ମାନେ ମହମ୍ମଦଙ୍କର ସକ୍ସେସର, ତାଙ୍କ ଯୋଉ ଗଡ, ତାଙ୍କରି ଭିତରୁ କମ୍ୟୁନିଟିରୁ ଗୋଟେ ଲିଡରଙ୍କୁ ଚଏସ୍ କରାଯାଏ। ସେ ହଉଛନ୍ତି ତାଙ୍କର ଲିଡର, ସେ ହଉଛନ୍ତି ତାଙ୍କର ଗୁରୁ, ତାଙ୍କୁ ମାନିକି ଚାଲ। ତାମାନେ ଦ୍ୟାଟ୍ ଇଜ ଦ ଫାଇନାଇଟ କନସେପ୍ଟ। ଆଜି ଯୋଉ ଯୁଦ୍ଧ ପଛପଟରେ ବି ଯଦି ଦେଖିବେ, ସେ ସିଆ ସୁନିଙ୍କର କନସେପ୍ଟ ହିଁ ରହିଛି। ତେଣୁ ଆଉ ଇରାନରେ ଦେଖିବେ ମ୍ୟାକ୍ସିମମ୍ ହଉଛନ୍ତି 99% ହଉଛନ୍ତି ସିଆସ୍। ତ ସିଆସ୍ଙ୍କର ମତରେ ମାନେ ପ୍ରୋଫେଟ ଆଉ ତାଙ୍କର ଯୋଉ ରେତ ଶରୀର ଭିତରେ ଯୋଉମାନେ ଆସିଛନ୍ତି, ସେଇମାନେ ହିଁ ହଉଛନ୍ତି ଈଶ୍ୱରଙ୍କର ମାନେ ଯୋଉଟା ଠାକୁର ଯୋଉଟା କହୁଥିଲେ, ଯେମିତି ଇଷ୍ଟଗୁରୁ ପୁରୁଷୋତ୍ତମ, ଦ୍ୱିତୀୟ ଗୁରୁ ବଂଶଧର, ରେତ ଶରୀର ଜୀବନ୍ତ ରହି ସେ ନିରନ୍ତର, ଜୀବନ୍ତ ସେ ନିରନ୍ତର। ତେଣୁ ଏଇ ଯୋଉ କଥା, ତେଣୁ ଇଏ ହଉଛି ସେଇ କନସେପ୍ଟ କଥା ଯୋଉଥିପାଇଁ ଆଜି ଏ ଯୁଦ୍ଧର ବିଭୀଷିକା। ଆଉ ଗୋଟେ ମାନେ ତାର ଆଉ ଗୋଟେ ବି ସମ୍ପ୍ରଦାୟ ଅଛନ୍ତି, ସଂଖ୍ୟା ବହୁତ କମ ଅଛି। ତେଣୁ ଠାକୁରଙ୍କର ଇଶାରାରେ ଦ ଗଡ ଇଜ ଦ ଆଇଡିଆଲ। ଈଶ୍ୱର ହଉଛନ୍ତି ଆଇଡିଆଲ। ଆଇଡିଆଲ ମାନେ ଆଦର୍ଶ, ଯାହାଙ୍କର ତାମାନେ ଦ ଲିଭିଂ ଏମ୍ବଡିମେଣ୍ଟ ଅଫ ଦ ଡିଭାଇନ ଆଟ୍ରିବ୍ୟୁଟ and a ultimate source of the love, knowledge and activities। ତାମାନେ ପ୍ରେମ, ଜ୍ଞାନ ଆଉ କର୍ମ ଯାହାଙ୍କ ଭିତରେ ସମାହିତ, ଯୋଉଟା ଠାକୁର ଓଡିଆରେ କହିଛନ୍ତି ଗଡ ଇଜ ଦ ଆଇଡିଆଲ। ତେଣୁ ଈଶ୍ୱରଙ୍କୁ ମାନିବା ମାନେ ତାମାନେ ସେଇ ଆଦର୍ଶଙ୍କୁ ମାନିକି ଚାଲିବା। ସେଇ ଆଦର୍ଶଙ୍କର ତଥାକଥିତ ଜ୍ଞାନ, ତାଙ୍କର ପଥ ଅନୁସରଣ କଲେ ମଣିଷ ଶାନ୍ତିରେ ସ୍ୱସ୍ତିରେ ଜୀବନ ଯାପନ କରିପାରିବ। ଏବଂ ତାଙ୍କର ନିର୍ଦ୍ଦେଶିତ ପଥରେ ମଣିଷ ଚାଲେ, ସେ ତା ଜୀବନରେ ବହୁତ ଉଚ୍ଚତର ସ୍ତରକୁ ଯାଇପାରିବ।
ତେବେ କଥା ଯେତେବେଳେ ଉଠେ ଯେ ଆଦର୍ଶ, ଗଡ୍ ଇଜ ଦ ଆଇଡିଆଲ, ଈଶ୍ୱର ହଉଛନ୍ତି ଆଦର୍ଶ। ତେବେ ମଣିଷ କଣ କରେ? ସେ ଅନେକ ଆଦର୍ଶକୁ ଗ୍ରହଣ କରେ, ନିଜର ବୃତ୍ତି ପ୍ରବୃତ୍ତିକୁ ନେଇକି, ନିଜର ପ୍ରଫେସନକୁ ନେଇକି ହୁଏତ ଆମେ କାହାକୁ ଗୋଟେ ଆଦର୍ଶ ଗ୍ରହଣ କରିପାରୁ। ଧର ମୁଁ ମୋ ଜୀବନରେ ଗୋଟେ ବହୁତ ବଡ ଟିଚର ହବାକୁ ଚାହେଁ, ତେଣୁ ସର୍ବଶ୍ରେଷ୍ଠ ଟିଚରକୁ ମୁଁ ମୋର ଆଦର୍ଶ ବୋଲି ଗ୍ରହଣ କରିପାରେ। ସେ କିନ୍ତୁ ସେଇ ଶିକ୍ଷକତା ପାଇଁ ସେ ମୋର ଆଦର୍ଶ, ସେ ମୋ ଜୀବନର ଆଦର୍ଶ ସିଏ ନୁହନ୍ତି। ଧର ମୁଁ ଫିଲ୍ମ ଲାଇନରେ ଫିଲ୍ମ କରୁଛି, ଅମିତାଭ ବଚ୍ଚନକୁ ମୁଁ ମୋ ଆଦର୍ଶ ବୋଲି ଗ୍ରହଣ କରିପାରେ। ମୁଁ କ୍ରିକେଟ ଖେଳୁଛି, ମୁଁ ସଚିନ ତେନ୍ଦୁଲକରକୁ କିମ୍ବା ବିରାଟ କୋହଲିକୁ ମୁଁ ମୋ ଜୀବନର ଆଦର୍ଶ ବୋଲି ଗ୍ରହଣ କରିପାରେ। ମୁଁ ଗୋଟେ ଇଣ୍ଡଷ୍ଟ୍ରିଆଲିଷ୍ଟ ହେଇପାରେ, ତେଣୁ ମୁଁ ଇଣ୍ଡଷ୍ଟ୍ରି ଯେତେବେଳେ କରୁଛି ମୁଁ ହୟତ ମୁକେଶ ଅମ୍ବାନୀକୁ ମୋର ଆଦର୍ଶ ବୋଲି ଗ୍ରହଣ କରିପାରେ। ଇଏ ଗୋଟିଏ ଫିଲ୍ଡ ପାଇଁ, କେବଳ ଇଏ ଗୋଟେ ପ୍ରଫେସନ ପାଇଁ, ଗୋଟେ ପ୍ରଫେସନ ପାଇଁ। ତେଣୁ ମୋ ଜୀବନର ଆଦର୍ଶ କିଏ? ଯେ ପୂର୍ଣ୍ଣ ଭାବରେ, ପୂର୍ଣ୍ଣ ବିବର୍ତ୍ତିତ ଭାବରେ, ଏଇ ଯୋଉ ବିବର୍ତ୍ତିତ ହେଇକି ଯୋଉ ହିନ୍ଦୁ ସଂସ୍କୃତିରେ ଯୋଉ ମାନେ ଶୟନ, ଅନନ୍ତ ଶୟନ କରିଥିଲେ ବିଷ୍ଣୁଙ୍କର ଯୋଉ ଅନନ୍ତ ଶୟନ, ତାଙ୍କ ନାଭିରୁ ଯୋଉ ବ୍ରହ୍ମାଙ୍କର ସୃଷ୍ଟି, ଇଏ ତତ୍ତ୍ୱ ହଉଛି ଏକ ସାଇଣ୍ଟିଫିକାଲ ଜିନିଷ। ହିନ୍ଦୁ ତତ୍ତ୍ୱ ଗୋଟେ ସାଇନ୍ସ ଉପରେ ବେଶ କରିକି ଅଛି। ତାମାନେ ସବୁ କିଛି ସେଇ ପାଣିର ସୃଷ୍ଟି ହେଇଥିଲା, ଯୋଉ ଅବତାର, ମତ୍ସ୍ୟ ଅବତାର, ଇଟ୍ ଇଜ ଦ ଇଭଲ୍ୟୁସନ, ବିବର୍ତ୍ତନ। ମତ୍ସ୍ୟ ଅବତାର ମାନେ ପ୍ରଥମେ କୋକୋସି, ମତ୍ସ୍ୟ ହଉଛି ତ ବ୍ରେନ ଥିବା ଆନିମଲ, ମତ୍ସ୍ୟ, ତାପରେ କଚ୍ଛପ, ତାପରେ ବରାହ, ତାପରେ ନରସିଂହ, ଏମିତି ଯୋଉ ବାମନ, ଏମିତି ସବୁ ଅବତାର ଦେଇକି ଯୋଉ ଆସିଛନ୍ତି, ତାମାନେ ଇଏ ହଉଛି, ଠାକୁର କହୁଥିଲେ ଯଦି ରକ୍ତ ମାଂସ ଧରିକି କୌଣସି ଦେବତା ଧରାପୃଷ୍ଠରେ ଜନ୍ମ ନେଇଛନ୍ତି, ସେ ହଉଛନ୍ତି ରାମଚନ୍ଦ୍ର। ଯେମିତି RSS କର ରାଷ୍ଟ୍ରୀୟ ସ୍ୱୟଂସେବକ ଯେମିତି ଶ୍ରୀରାମଙ୍କୁ ସେ ମାନନ୍ତି, ଇସ୍କନ ମାନେ ଶ୍ରୀକୃଷ୍ଣଙ୍କୁ ମାନନ୍ତି। ତେଣୁ ଶ୍ରୀକୃଷ୍ଣ ବ୍ୟତୀତ ସେ ଆଉ କିଛି ଈଶ୍ୱରକୁ କିଛି ମାନନ୍ତିନି। ତେଣୁ ପ୍ରଜାପିତା ବ୍ରହ୍ମକୁମାରୀରେ ସେମାନେ ଏଇ ମାନେ ବ୍ରହ୍ମାଙ୍କୁ ମାନନ୍ତି, ମାନେ ଶିବକୁ ମାନନ୍ତି। ତେଣୁ ତାଙ୍କ ହିସାବରେ ଯେ ମଣିଷ ଯୋଉ ସାଧାରଣ ଯୋଉ ବିଭିନ୍ନ ପ୍ରକାର ଆତ୍ମା ଅଛି, ଯୋଉ ପାପାତ୍ମା, ପୁଣ୍ୟାତ୍ମା, ମହାତ୍ମା, ଦିବ୍ୟାତ୍ମା, ପରମାତ୍ମା, ପରମାତ୍ମାଟାକୁ ସେମାନେ ଇନଫାନାଇଟ ଗଡ ବୋଲି ଭାବନ୍ତି। ଇଏ ହଉଛି ପ୍ରଜାପିତା ବ୍ରହ୍ମକୁମାରୀ କନସେପ୍ଟ। ବିଭିନ୍ନ ପ୍ରକାର କନସେପ୍ଟ ଅଛି। ପାପାତ୍ମା ମାନେ ଯୋଉମାନେ ପାପ କରନ୍ତି, ପାପ କଣ? ଠାକୁର କହିଲେ ଯାହା କରିଲେ ଅସ୍ତିତ୍ୱର ରକ୍ଷା କରିହୁଏ ତାହା ହଉଛି ପୁଣ୍ୟ, ଆଉ ଯାହା କରିଲେ ରକ୍ଷା ପାଇବାର ପତିତ ହୁଏ ତାହା ହଉଛି ପାପ। ତେଣୁ ପାପାତ୍ମା ମାନେ ଯୋଉମାନେ ପାପ କରନ୍ତି, ଯୋଉ ଅସ୍ତିତ୍ୱକୁ ରକ୍ଷା କରିବାର ଜିନିଷ କରିପାରନ୍ତିନି, ପାପାତ୍ମା। ପୁଣ୍ୟ ଆତ୍ମା ମାନେ ଯୋଉମାନେ ଅସ୍ତିତ୍ୱକୁ ରକ୍ଷା କରିପାରନ୍ତି, ସେମାନେ ପୁଣ୍ୟାତ୍ମା। ମହାତ୍ମା ଯୋଉ ମହାନ କାମ କରନ୍ତି, ମହାତ୍ମା ଗାନ୍ଧୀ ମାନେ ସବୁ। ଦିବ୍ୟାତ୍ମା ମାନେ ତାଙ୍କ ଭାଷାରେ ଏଇ ଯୋଉ ଶିବ ପାର୍ବତୀ ଆମେ ଯାହା ସବୁ କହୁଛୁ, କି ନହେଲେ ମାନେ ରାମ କୃଷ୍ଣ କହୁଛୁ, ଏ ସବୁ ଦିବ୍ୟାତ୍ମା। ପରମାତ୍ମା ତା ଉପରେ ଅଛନ୍ତି ବୋଲି ଇଏ ହଉଛନ୍ତି ପ୍ରଜାପିତା ବ୍ରହ୍ମକୁମାରୀ କନସେପ୍ଟ। ତେଣୁ ଏଇ ଯୋଉ ବିଭିନ୍ନ ଧାରା ଅଛି, ତା ଭିତରେ ଠାକୁରଙ୍କ ଧାରା ହଉଛି ସର୍ବଶ୍ରେଷ୍ଠ। ଆଉ ଠାକୁର ହଉଛନ୍ତି ପୂର୍ଣ୍ଣ ବିବର୍ତ୍ତିତ ପୁରୁଷ। ଏଇ ଯୋଉ ବିବର୍ତ୍ତନର ଧାରା ଭିତରେ ଯେ ପୂର୍ଣ୍ଣ ବିବର୍ତ୍ତିତ ପୁରୁଷ ହଉଛନ୍ତି ଶ୍ରୀ ଠାକୁର, ପୂର୍ଣ୍ଣ ବ୍ରହ୍ମର ପ୍ରତୀକ। ଆଉ ତାଙ୍କ ଭିତରେ ବ୍ରହ୍ମଟା ପୂର୍ଣ୍ଣ ଭାବରେ ବିକଶିତ ହେଇକି ଥିଲା। ତେଣୁ ସେଇଥିପାଇଁ ଯୋଉ କସ୍ମିକ କ୍ରାଡେଲ ବି ଯୋଉ ପୁସ୍ତକରେ ଏଲିଜାବେଥ କାର୍ମେନ ଆଉ ଯେ କାର୍ମେନ ଯୋଉ ପୁସ୍ତକ ଲେଖିଥିଲେ 599 ନମ୍ବର ପେଜରେ ଯାହା କହୁଥିଲେ, ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ହଉଛନ୍ତି ହି ଦ କ୍ରିଏଟର, ସେ ହଉଛନ୍ତି କ୍ରିଏଟର ଆଣ୍ଡ ଅବଜର୍ଭର ଅଫ ଦିସ୍ କ୍ରିଏସନ। ଏ ସୃଷ୍ଟିର ସେ ହଉଛନ୍ତି ସ୍ରଷ୍ଟା ଏବଂ ସୃଷ୍ଟିର ପ୍ରତ୍ୟେକ ଜିନିଷକୁ ସେ ଖାଲି ଆଖିରେ ଦେଖିଛନ୍ତି। ଯାହା ସେ ଆଟମ ଏବଂ ହାଇପର ଆଟମକୁ ମଧ୍ୟ ଦେଖିପାରନ୍ତି ବୋଲି ତାଙ୍କର କନସେପ୍ଟ, ଏବଂ ତାଙ୍କ ଭିତରେ ବିଶ୍ୱ ଚେତନା ବା କସ୍ମିକ କନସିୟସନେସ ଅଛି ବୋଲିକି ସେଇ ପୁସ୍ତକରେ ବର୍ଣ୍ଣନା ଥିଲା। ତେଣୁ କସ୍ମିକ କନସିୟସନେସ, ବିଶ୍ୱ ଚେତନାର ସମାହିତ ରୂପ, ଫୁଲଫିଲ୍ ଅଫ ଦ ବେଷ୍ଟ। ତେଣୁ ସବୁ କିଛିକୁ ସେ ପ୍ରତିପୂରଣ କରିପାରନ୍ତି। ତାଙ୍କ ଭିତରେ ସେ ପୂର୍ଣ୍ଣ ବ୍ରହ୍ମତ୍ଵ ତାଙ୍କ ଭିତରେ ପରିପ୍ରକାଶ ଥିଲା। ତେଣୁ ତାଙ୍କ ଭିତରେ ସେଇ ଯୋଉ କସ୍ମିକ କନସିୟସନେସ, ବିଶ୍ୱ ଚେତନା ଥିଲା। ତେଣୁ ଠାକୁର କହୁଥିଲେ ଦ କଲ୍ ଫର ସାଉଣ୍ଡ ରିଚେସ୍ ଟୁ ମି ବିକଜ ଆଇ ଆମ୍ ଦ ସାଉଣ୍ଡ। ସେ ହଉଛନ୍ତି ଶବ୍ଦର ଘନାୟିତ ରୂପ। এই ଜିଅନ୍ତା ପୃଥିବୀଟା ହଉଛି ଶବ୍ଦର ଘନାୟିତ ରୂପ ଏବଂ ତାର ପୂର୍ଣ୍ଣ ବିକଶିତ ପୁରୁଷ ହଉଛନ୍ତି ଶ୍ରୀ ଠାକୁର। ତାଙ୍କୁ ଆମେ ଜୀବନରେ ପାଇଛେ ଆଦର୍ଶ ରୂପରେ। ସେ ହଉଛନ୍ତି ପୂର୍ଣ୍ଣ ଆଦର୍ଶ। ତେଣୁ ତାଙ୍କୁ ନେଇକି ଆମ ଜୀବନର ଆଦର୍ଶକୁ ନେଇକି ଜୀବନଟାକୁ ସୁନ୍ଦର ଆଉ ମଧୁମୟ କରିପାରିବା। ଏତିକି
समस्त को प्रार्थना करी समस्त शांति सृष्टि परम पिता निकट प्रार्थना करी मोर वक्तव्य को विराम दूची। वंदे पुरुषोत्तम वंदे पुरुषोत्तम वंदे पुरुषोत्तम। दादा जय गुरु। जय खूब सुंदर भाव आम सम्मान्य कार्तिक दा अध्यापक कार्तिक चंद्र बारिक विष्णु दिग देवी ठाकुर कथा तोड़ धरले अनेक गुड़े गवेषणात्मक कथा ईश्वर 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 तत्व गुड़ी पालन कथा ईश्वर तत्व को लेकिन से मैंने आम सम्मान्य कार्तिक सुस्थ सुधी निरामय परिवार समस्त सर्वदा मंगल ठाकुर से जन प्रार्थना जनवा प्रभु कथा कहीकि आपन प्रणावष्ट कर अभ्यर्थ ठाकुर से जन प्रार्थना जय आसंता काल सत्संग प्रतिदिन भली निवेदन करछन्ती हमर सहने सौभाग्य श्रीयुक्त सौभाग्य तत्सत चंद्र होता वस्त्र पसंद भाई समापनी संगीत परिवेशन करी ध्वनि दे सत्संग समापन हो। दादा जय गुरु। जय गुरु जय गुरु शुभुजी दादा जय गुरु शुभुजी शुभुजी अशांत पराण जीवन जंत्रणा अविलंबे धोई जा अरे अरे आ प्रेम सिंधु तीरे अरे अरे आ प्रेम सिंधु तीरे अशांत पराण जीवन जंत्रणा अशांत पराण जीवन जंत्रणा अविलंबे धोई जा अरे अरे आ प्रेम सिंधु तीरे अरे अरे आ प्रेम सिंधु तीरे न करी तीले सोचना हो नहीं अनमना न करी तीले सोचना हुओ नहीं अनमना प्रभु भव भय हरि सबु दुख नेबे हरि प्रभु भव भय हरि सबु दुख नेबे हरि सदा सत नाम जपुथा अरे अरे प्रेम सिंधु तीरे अरे अरे प्रेम सिंधु तीरे युगे जुगे भगवान धरा बुके अवतीर्ण युगे जुगे भगवान धरा बुके अवतीर्ण अमापक शरण सहित ते उधारिबा पाई अमापक शरण सहित ते उधारिबा पाई आकुले डाकंतिया अरे अरे प्रेम सिंधु तीरे अरे अरे प्रेम सिंधु तीरे जहार इच्छारे सृष्टि पालुचंती जीव कोटि जहार इच्छारे सृष्टि पालुचंती जीव कोटि परा भय भावग्राही डाकंती हाथ बढ़ाई परा भय भावग्राही डाकंती हाथ बढ़ाई जनमे जनमे सा अरे अरे
प्रेम सिंधु तीरे आरे आरे प्रेम सिंधु तीरे अशांत पराण जीवन যন্ত্রণা অশান্ত পরাণ জীবন যন্ত্রণা অবিলম্বে ধই যা আরে আরে প্রেম সিন্ধু তেরে আরে আরে প্রেম সিন্ধু তেরে আরে আরে प्रेम सिंधु तीरे वंदे पुरुषो वंदे पुरुषो वंदे पुरुषोत्तमं पुरुषोत्तमं वंदे पुरुषोत्तमं परम परम प्रेम श्री श्री ठाकुर अनुकूल चंद्र जय श्री श्री ठाकुर जी की जय प्रेम श्री श्री ठाकुर अनुकूल चंद्र जी की जय श्री बड़मादी जय जगत जननी श्री श्री बड़मादी जय जगत जननी श्री श्री बड़मादी जय श्री श्री बड़दादी जय श्री श्री बड़दादी जय श्री श्री बड़दादी जय श्री श्री आचार्य देव की जय श्री श्री आचार्य देव की पूज्यपा श्री श्री आचार्य देव की जय संघ की जय संघ की संघ की जय पुरुषोत्तमं वंदे पुरुषोत्तमं वंदे आर्य पितॄन् वंदे आर्यपितॄन् वंदे मातृवर्गान् वंदे मातृवर्गान् वंदे अहंकृष्टि दैवतम् वंदे अहंकृष्टिदैवतम् वंदे पुरुषोत्तमं वंदे पुरुषोत्तमं वंदे पुरुषोत्तमं वंदे पुरुषोत्तमं परम प्रेम युग पुरुषोत्तम श्री श्री ठाकुर अनुकूल चंद्र जी की सबाइके जय गुरु जय गुरु जय मा जय गुरु दास दास जय गुरु दास मा जय गुरु हरिकार जय गुरु बच्चे भाई जय गुरु जय भाई जय गुरु ସମସ୍ତଙ୍କୁ ମୋର ଜୟ ଗୁରୁ ସମସ୍ତ ଜୟ ଗୁରୁ ଦାତା ମାନେ ମା ମାନେ ଜୟ ଗୁରୁ सुमति मा जय गुरु सुभाष भाई जय गुरु जय गुरु सत्संग जय गुरु जय गुरु नमिता मा जय गुरु दादा मां सबाइके सुशील भाई जय गुरु समस्त जय गुरु सबाइके जय गुरु विनोद भाई जय गुरु विवेक ज्योति बाबू जय गुरु दादा जय गुरु जय गुरु समस्त सबाइके जय गुरु दादा मां समस्त जय गुरु जय गुरु समस्त जय गुरु फाइनल जय गुरु समस्त जय गुरु जय गुरु जय गुरु जय गुरु जय गुरु समस्त जय गुरु सुभाष भाई जय गुरु समस्त जय गुरु जय गुरु